पातु सरस्वती भगवती निशेषजाडपः। धन्यवाद ସାର୍। ବର୍ତ୍ତମାନ ମୁଁ ଜିତେନ୍ଦ୍ର କୁମାର ପରିଡ଼ା ସାର୍ ଙ୍କୁ ଅନୁରୋଧ କରିବି ସେ ବିବେକ ବାଣୀ ପଠନ କରିବେ। ଶ୍ରୀଯୁକ୍ତ ପରିଡ଼ା ସାର୍। ସାର୍ ଆଜ୍ଞା ସାର୍। ସମସ୍ତ ଶାସ୍ତ୍ରରେ ଯାହା ଅଛି ସେ ସମସ୍ତ ତୁମ ନିଜ ଭିତରେ ହିଁ ରହିଛି, ବରଂ ତାହା ଅପେକ୍ଷା ହଜାରେ ଗୁଣ ବେଶୀ ଅଛି। ନିଜ ଉପରୁ କେବେ ହେଲେ ବିଶ୍ୱାସ ହରାଅ ନାହିଁ। ଏହି ଜଗତରେ ତୁମେ ସବୁ କିଛି କରିପାର, କେବେ ବି ନିଜକୁ ଦୁର୍ବଳ ଭାବ ନାହିଁ। ସବୁ ଶକ୍ତି ତୁମ ଭିତରେ ରହିଛି। ବିବେକ ବାଣୀ ସ୍ୱାମୀ ବିବେକାନନ୍ଦ। ଧନ୍ୟବାଦ। ସାର୍ ଆଜିର ସଭାରେ ଆମର ପୌରୋହିତ୍ୟ କରିଥିବେ ସଭାପତି ଚିନ୍ମୟ କୁମାର ସାର୍ ଏବଂ ମୁଖ୍ୟ ବକ୍ତା ଡକ୍ଟର ପୁଷ୍ପଲତା ରଥ ମ୍ୟାଡ଼ାମ। ଡକ୍ଟର ଚିନ୍ମୟ କୁମାର ଦାସ ଆମ ସ୍ୱାମୀ ବିବେକାନନ୍ଦ ଲୋକ ସଂସଦର ଆଜୀବନ ସଦସ୍ୟ ହେବା ସହ ବିଚାରଧାରା ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ଭାବରେ ଦାୟିତ୍ୱ ନିର୍ବାହ କରୁଛନ୍ତି। ସେ ଗ୍ରାମୀଣ ବିକାଶରେ ପିଏଚ୍ଡି କରିଥିବା ବେଳେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା ମଧ୍ୟ କରୁଥିଲେ। ବର୍ତ୍ତମାନ ଉତ୍କଳ ବିଶ୍ୱବିଦ୍ୟାଳୟରେ MBA ଇନ୍ ରୁରାଲ ମ୍ୟାନେଜମେଣ୍ଟରେ ଅଧ୍ୟାପନା କରୁଛନ୍ତି। ମହାଶୟ ବିଶେଷ କରି କୃଷି ଏବଂ ଗ୍ରାମୀଣ ବିକାଶ ସନ୍ଦର୍ଭରେ ଗବେଷଣା କରିଆସୁଛନ୍ତି ଏବଂ 10ରୁ ଅଧିକ ଗବେଷଣା ପ୍ରବନ୍ଧ ପ୍ରକାଶ କରିସାରିଛନ୍ତି। ମହାଶୟ ମଧ୍ୟ ଦୈନିକ ଖବରକାଗଜରେ ଗବେଷଣା ଭିତ୍ତିକ ସମ୍ପାଦକୀୟ ଆର୍ଟିକିଲ ଲେଖିଛନ୍ତି। IIT ତିରୁପତିରେ କୋଭିଡ-19 ବିଷୟରେ ଗବେଷଣା ଜାରି ରଖିଛନ୍ତି। ମୁଖ୍ୟତଃ ଅଧ୍ୟାପନା ଏବଂ ଗବେଷଣାରେ ନିୟୋଜିତ ଥିଲେ ମଧ୍ୟ ବିଭିନ୍ନ ସାମାଜିକ କାର୍ଯ୍ୟରେ ମହାଶୟଙ୍କର ରୁଚି ରଖନ୍ତି। ମହାଶୟଙ୍କୁ ପାଇ ଆମେ ଆଜି ଅତ୍ୟନ୍ତ କୃତାର୍ଥ। ବର୍ତ୍ତମାନ ମୁଁ ମହାଶୟଙ୍କୁ କହିବି ଯେ ସଭାପତିତ୍ୱ ଦାୟିତ୍ୱ ପରିଚାଳନା କରିବେ ଏବଂ ମୁଖ୍ୟତଃ ତାଙ୍କର ଅତିଥି ପରିଚୟ ପ୍ରଦାନ କରିବେ। ଶ୍ରୀଯୁକ୍ତ ଚିନ୍ମୟ ରଞ୍ଜନ କୁମାର ସାର୍। ଧନ୍ୟବାଦ ସଦାନନ୍ଦ। ସମଗ୍ର ଧରାର କେନ୍ଦ୍ରବିନ୍ଦୁ ସୌଭାଗ୍ୟଶାଳିନୀ ଭାରତବର୍ଷ ଓ ତାର ପ୍ରାଣବିନ୍ଦୁ ମନ୍ଦିର ମାଳିନୀ ଉତ୍କଳ। ସେଇ ଉତ୍କଳ ଯାହାର ସଂସ୍କୃତି ରହିଛି ଓଡ଼ିଶୀ ନୃତ୍ୟ, ମହିମା ଧର୍ମ ଓ ସମ୍ବଲପୁରୀ ଆଦି ଶାଢ଼ୀର ବିବିଧତା। ଉତ୍କଳର ଉତ୍କୃଷ୍ଟ ପରମ୍ପରା ତଥା ସଂସ୍କାର ଧର୍ମୀ ସେବା, ତ୍ୟାଗ ଓ ଦାନ ଆଦି ମହତ ଆଧାରରେ ପର୍ଯ୍ୟବେସିତ ମଣିଷ ହୃଦୟରେ ସଞ୍ଚାର କରେ ଆତ୍ମୀୟତାର ଉନ୍ମାଦନା। ଓଡ଼ିଆ ପର୍ବପର୍ବାଣୀ, ଓଡ଼ିଆ ଭାଷା, ଓଡ଼ିଆ ବେଶଭୂଷା ଓ ନୃତ୍ୟ ଗୀତର ଆକର୍ଷଣର ସମ୍ପ୍ରତି ସମସ୍ତ ବିଶ୍ୱବାସୀ ମନ୍ତ୍ରମୁଗ୍ଧ। ଉତ୍କଳର କଳା ଓ ସଂସ୍କୃତି ଓ ମନ୍ଦିରରେ ଥିବା ଅଭୂତପୂର୍ବ କାର୍ଯ୍ୟଶୈଳୀ ଆମର ମହାନ ସଂସ୍କୃତି ଓଡ଼ିଶାକୁ କରିଛି ଶ୍ରେଷ୍ଠତମ। ଆଜିର ୱେବିନାରର ମୁଖ୍ୟ ବକ୍ତା ମହୋଦୟା ଡକ୍ଟର ପୁଷ୍ପଲତା ରଥ ମ୍ୟାଡାମ, ଆଜିର ସଂଯୋଜକ ଶ୍ରଦ୍ଧେୟ ସଦାନନ୍ଦ ରାଉତ, ଆଜିର ଯୋଗ ଦେଇଥିବା ଏହି ୱେବିନାରରେ ବହୁ ବିଜ୍ଞ ଶ୍ରୋତା ମଣ୍ଡଳୀ, ମୋର ଗୁରୁଜନ ମାନଙ୍କୁ ମୋର ପ୍ରଣାମ ଓ ସମସ୍ତଙ୍କୁ ଏହି ୱେବିନାରକୁ ସ୍ୱାଗତ କରୁଛି। ଉତ୍କଳର ଏହି ମହାନ ସଂସ୍କୃତି ଭିତରେ ଢେଙ୍କାନାଳ ସଂସ୍କୃତି ମଧ୍ୟ ଅନନ୍ୟ ଓ ମହାନ। ଢେଙ୍କାନାଳର ସଂସ୍କୃତି ବିଷୟକୁ ଆଲୋଚନା କରିବାକୁ ହେଲେ ବୋଧହୁଏ ନିର୍ଦ୍ଧାରିତ ଏହି ସମୟ ସୀମା ବହୁତ ସ୍ୱଳ୍ପ ମନେ ହେଉଛି। କାରଣ ଆମେ ସମସ୍ତେ ଭଲରେ ଜାଣିଛନ୍ତି ଢେଙ୍କାନାଳ ଜିଲ୍ଲାର ସଂସ୍କୃତି ଓ ଐତିହ୍ୟ ବହୁ ପୁରାତନ ଓ ଦୀର୍ଘତମ। ଏହାର ଉଚ୍ଚକୋଟୀର ସଂସ୍କୃତି ଓ ବିବିଧ ସମୃଦ୍ଧି ହିଁ ଏହି ଜିଲ୍ଲାର ପରିଚୟ। ଏହି ଜିଲ୍ଲା ହେଉଛି ବିଭିନ୍ନ ଧାର୍ମିକ ଗୋଷ୍ଠୀର ଏକ ସମାହାର। ତନ୍ମଧ୍ୟରୁ ଶୈବ କ୍ଷେତ୍ର କପିଳାସ ଅନ୍ୟତମ, ଯାହା ଯେଉଁଠି ପ୍ରଭୁ ଚନ୍ଦ୍ରଶେଖର 457 ମିଟର ଉଚ୍ଚତାରେ ଅବସ୍ଥାପିତ ଅଛନ୍ତି ଏବଂ ଯେଉଁଠିକି ଦର୍ଶନ ପାଇଁ ସମାଗମ ହୁଅନ୍ତି ହଜାର ହଜାର ଦର୍ଶକ ଦୈନନ୍ଦିନ। ସେହିପରି ମହିମା ଧର୍ମ ମଧ୍ୟ ଏହି ସଂସ୍କୃତିକୁ ଆହୁରି ମହାନ କରିଛି। ଏହି ମହିମା ଧର୍ମର ଦର୍ଶନ ମଧ୍ୟ ବହୁତ ସ୍ୱତନ୍ତ୍ର। ପ୍ରସିଦ୍ଧ ଭୀମ ଭୋଇ ଲେଖିଛନ୍ତି ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ। ଏହି ପ୍ରସଙ୍ଗଟି, ଏହି ଉକ୍ତିଟି ଜାତିସଂଘର କାନ୍ଥରେ ମଧ୍ୟ ଲିପିବଦ୍ଧ। ଢେଙ୍କାନାଳର ଗଜଲକ୍ଷ୍ମୀ ପୂଜା ମଧ୍ୟ ହେଉଛି ଅନ୍ୟତମ। ଏଠାରେ ମଧ୍ୟ ବିଭିନ୍ନ ଲୋକ କଳା ବହୁ ପୁରାତନ ଓ ଆଦୃତକାରୀ। ଏଠାରେ ଆମେ ଦେଖିବାକୁ ପାଉ ପାଇକ ଆଖଡ଼ା, ପାଲା, ଗୋପାଳ ନୃତ୍ୟ, ଦଣ୍ଡ ନୃତ୍ୟ, ଘୁମୁରା, ଘୋଡ଼ା ନାଚ ଇତ୍ୟାଦି। ଏହି ସବୁ ପ୍ରସଙ୍ଗକୁ ବିସ୍ତୃତ ଭାବରେ ଆମେ ଶୁଣିବା ପାଇଁ ଆମ ପାଖରେ ବହୁ ପ୍ରସିଦ୍ଧ, ବହୁ
ସାହିତ୍ୟିକ ଡକ୍ଟର ପୁଷ୍ପଲତା ରଥ ମ୍ୟାଡାମ ଆମ ପାଖରେ ଅଛନ୍ତି। ପ୍ରଥମତଃ ମୁଁ ତାଙ୍କର ପରିଚୟ ପ୍ରଦାନ କରିବାକୁ ଚାହିଁବି। ଡକ୍ଟର ପୁଷ୍ପଲତା ରଥ ମ୍ୟାଡାମ ହେଉଛନ୍ତି ସାହିତ୍ୟ ଏକାଡେମୀର ସଦସ୍ୟ। ସେ ଓଡ଼ିଶା ମାଟିର ଅନ୍ୟ ଜଣେ ଆଗଧାଡିର ସାହିତ୍ୟିକା, ବୃତ୍ତିରେ ଜଣେ ଅଧ୍ୟାପିକା ଏବଂ ସେ ଢେଙ୍କାନାଳ ଅବସ୍ଥାପିତ ସଚ୍ଚିଦାନନ୍ଦ ମହାବିଦ୍ୟାଳୟର ଓଡ଼ିଆ ଭାଷା ସାହିତ୍ୟ ବିଭାଗରେ କାର୍ଯ୍ୟରତ। ସେ ମଧ୍ୟ ସେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ 1997 ଓଡ଼ିଆରେ ସ୍ନାତକୋତ୍ତର କରିଛନ୍ତି। ତାପରେ ପରେ ସେ ଆମର ଓଡ଼ିଆ ମାଟିର ଜଣେ ମହାନ ସାହିତ୍ୟିକ ଡକ୍ଟର ରାଧାମୋହନ ଗଡନାୟକଙ୍କ କାବ୍ୟ ଶୈଳୀ ଉପରେ ଗବେଷଣା କରି PhD ଲାଭ କରିଛନ୍ତି ସେଇ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ। ସେ ତାଙ୍କର ବୃତ୍ତି ଅଧ୍ୟାପନ ହେଲେ ମଧ୍ୟ ସେ ସାହିତ୍ୟ ରଚନାରେ ବହୁ ରୁଚି ରଖନ୍ତି। ସେ ଏକାଧାରାରେ ଜଣେ ଲେଖିକା, ଉପସ୍ଥାପିକା ଓ ଆଲୋଚିକା ମଧ୍ୟ। ତାଙ୍କର ଲେଖନୀ ମନରେ ବହୁ ପୁସ୍ତକ ଥିଲେ ମଧ୍ୟ ତାଙ୍କର ଅପଥଗାମୀର ଚିହ୍ନପଥ ପୁସ୍ତକଟି ବହୁ ଲୋକାଦୃତ ଏବଂ ଅନ୍ୟତମ। ସେ ମଧ୍ୟ ବିଭିନ୍ନ ପତ୍ର ପତ୍ରିକାରେ ନିଜର ପାରଦର୍ଶିତା ପ୍ରତିପାଦନ କରିସାରିଛନ୍ତି, ଯଥା ଝଙ୍କାର, ଇସ୍ତାହାର, ସହକାର, ନାଗରା, ସାହିତ୍ୟ ଦର୍ପଣ, ସାହିତ୍ୟ ପୃଷ୍ଠା, ଏକଚକ୍ର, ବନାନୀ, ମୃଗଚନ୍ଦ୍ରିକା, ଧରିତ୍ରୀର ସାହିତ୍ୟ ପୃଷ୍ଠା, କଥା ଓ କଥାକାର ସମେତ ବହୁ ଅନୁଷ୍ଠାନ ସ୍ମରଣିକାରେ ମଧ୍ୟ। ସେ ଦୂରଦର୍ଶନ ଚ୍ୟାନେଲରେ ଓଡ଼ିଆ ସାହିତ୍ୟ ସୁରଭି ନାମକ ଏକ କାର୍ଯ୍ୟକ୍ରମରେ ଆଲୋଚିକା ମଧ୍ୟ ରହିଛନ୍ତି। ସେହିପରି ଆକାଶବାଣୀ କଟକର ମଧ୍ୟ ଆଲୋଚିକା ଭାବରେ ବହୁତ ଦିନରୁ କାର୍ଯ୍ୟରତ। ଏହା ବ୍ୟତୀତ ସେ ବିଭିନ୍ନ ଅନୁଷ୍ଠାନରେ ମଧ୍ୟ ସମ୍ପୃକ୍ତି ରଖନ୍ତି, ଯଥା ଢେଙ୍କାନାଳ ଜିଲ୍ଲା ସାହିତ୍ୟ ସଂସଦ, କବିଭୂଷଣ ସଂସ୍କୃତି ସଂସଦ, ବାଳକୃଷ୍ଣ ସାହିତ୍ୟ ସଂସଦ, ଏହିପରି ବହୁ ସାହିତ୍ୟ ସଂସ୍କୃତି ଅନୁଷ୍ଠାନରେ ସେ କାର୍ଯ୍ୟରତ ଏବଂ ସଂଶ୍ଳିଷ୍ଟ ଅଛନ୍ତି। ଆଜି ଆମେ ନିଜକୁ ଧନ୍ୟ ମନେ କରୁଛୁ ଯେ ସେ ଆମର ଅନୁରୋଧ ରକ୍ଷା କରି ଏହି ୱେବିନାରରେ ଯୋଗଦାନ ଦେଇଛନ୍ତି। ଆମେ ସେଥିପାଇଁ ବହୁତ କୃତାର୍ଥ। ଆମେ ବହୁତ ଉତ୍କଣ୍ଠାର ସହ ତାଙ୍କର ଏହି ଅଭିଭାଷଣ, ଯାହା ଢେଙ୍କାନାଳର ସଂସ୍କୃତି ପ୍ରସଙ୍ଗ ଅଛି, ସେ ତାହାକୁ ଶୁଣିବା ପାଇଁ ଆମେ ଅପେକ୍ଷାରତ। ଆଉ କାଳ ବିଳମ୍ବ ନ କରି ଆମେ ଆରମ୍ଭ କରିବା ଡକ୍ଟର ପୁଷ୍ପଲତା ରଥ ମ୍ୟାଡାମଙ୍କର ବକ୍ତବ୍ୟକୁ ଶୁଣିବା ପାଇଁ। ମୁଁ ବର୍ତ୍ତମାନ ଅନୁରୋଧ କରିବି ଆମର ଡକ୍ଟର ପୁଷ୍ପଲତା ରଥ ମ୍ୟାଡାମଙ୍କୁ ସେ ନିଜର ବକ୍ତବ୍ୟ ପ୍ରତିପାଦନ କରିବେ। ମ୍ୟାଡାମ ରଥ ମ୍ୟାଡାମ। ହଁ, ଧନ୍ୟବାଦ ଚିନ୍ମୟ ବାବୁ। ଏଇ ସ୍ୱାମୀ ବିବେକାନନ୍ଦ ଲୋକ ସଂସଦର ଢେଙ୍କାନାଳ ଜିଲ୍ଲା ଶାଖା ପାଇଁ ଆଜିର এই ୱେବିନାରରେ ମୋତେ ବକ୍ତା ଭାବରେ ଯୋଉ ସମ୍ମାନ ଟିକକ ଦେଇଛନ୍ତି, ମୁଁ ଜାଣେ ନା କେତେ ଆପଣମାନଙ୍କୁ ସନ୍ତୁଷ୍ଟ କରିପାରିବି, କିନ୍ତୁ ନିଶ୍ଚିତ ଭାବରେ ଚେଷ୍ଟା କରିବି ମୋ ଢେଙ୍କାନାଳର ଐତିହ୍ୟ ଏବଂ ସଂସ୍କୃତିକୁ କିଛି ପରିମାଣରେ ଆପଣମାନଙ୍କ ପାଖରେ ଉପସ୍ଥାପିତ କରିବା ପାଇଁ। ସେଥିପାଇଁ ମୋତେ ଯୋଗ୍ୟ ଭାବିଥିବା ଚିନ୍ମୟ କୁମାର, ଯିଏକି ପରିଚାଳନା ଟ୍ରଷ୍ଟିର ଅଛନ୍ତି, ବିଚାରଧାରାର ଯିଏ ମେମ୍ବର ଅଛନ୍ତି, ଆଜୀବନ ସଦସ୍ୟ, ଏବଂ ଆଜିର ଯେ ସଂଯୋଜକ ଅଛନ୍ତି ସଦାନନ୍ଦ ରାଉତ ମହୋଦୟ, ତାଙ୍କୁ ମଧ୍ୟ ମୋର ଶୁଭେଚ୍ଛା। ଏବଂ ପ୍ରାରମ୍ଭରେ ବନ୍ଦନା ଗାନ କରିଥିବା ପୂର୍ଣ୍ଣଚନ୍ଦ୍ର ସେଠୀ ମହୋଦୟ, ପରିଡ଼ା ସାର୍, ଯେ ବିବେକାନନ୍ଦଙ୍କ ବାଣୀ ଶୁଣାଉଥିଲେ, ଚିତ୍ତରଞ୍ଜନ ସାର୍ ଏବଂ ଉପସ୍ଥିତ ସମସ୍ତଙ୍କୁ ମୋର ପ୍ରଣାମ। ଆଶା କରିବି ଆପଣମାନଙ୍କୁ କିଛି ପରିମାଣରେ ସନ୍ତୁଷ୍ଟ କରିପାରିବି, ମୁଁ ଢେଙ୍କାନାଳ ବିଷୟରେ ପରିଚିତ କରିପାରିବି। ପ୍ରଥମରୁ ମୁଁ ସେ ସ୍ୱାମୀ ବିବେକାନନ୍ଦଙ୍କର ଯୋଉ ବାଣୀଟି ଆଜି ଏବେ କହୁଥିଲେ ଯେ ଆମ ସବୁ ପିଲା ଭିତରେ ତାର ଇନହେରେଣ୍ଟ ସବୁ କିଛି ପିଲା ଭିତରେ ଥାଏ, ବାହାରେ କିଛି ନଥାଏ। ଆମ ପିଲାର ଦେଖିବାର ଦୃଷ୍ଟିଭଙ୍ଗୀ ବା ବ୍ୟକ୍ତିର ଦେଖିବାର ଦୃଷ୍ଟିଭଙ୍ଗୀ ଉପରେ ନିର୍ଭର କରେ ସେ କିଭଳି ଭାବରେ ତାର ବ୍ୟକ୍ତିତ୍ୱକୁ ପରିଚାଳନା କରିବ ଏବଂ ଗଠନ କରିବ। ଯାହା ବିବେକାନନ୍ଦ ସବୁବେଳେ କହୁଥିଲେ, ତାଙ୍କର ଆଇଡିଓଲୋଜି ସେଇଆ ଥିଲା, ବାହାରେ କିଛି ନଥାଏ, ମଣିଷ ଭିତରେ ସବୁ ଥାଏ। ମଣିଷର ଦୃଷ୍ଟିଭଙ୍ଗୀ, ତାର ଦୃଷ୍ଟିକୋଣ ତାକୁ ନିର୍ମିତ କରିଥାଏ। ଠିକ ସେଇଭଳି ଭାବରେ ଯେହେତୁ ମୁଁ ଢେଙ୍କାନାଳର କଥା କହିବି, ମୋ ଢେଙ୍କାନାଳକୁ ସୁହେଇଲା ଭଳି ବିବେକାନନ୍ଦଙ୍କର ଆଉ ଗୋଟେ ବାଣୀରୁ ମୋର କଥାକୁ ମୁଁ ଆଗକୁ ନେବି। If you have assimilated 5 ideas and make them your life and character, you have more education than any man who has got by hearts a whole library. If education were identified with information, the libraries would be the greatest sages in the world and encyclopedias the greatest riches. এই যে কথাটি সে কহিଥିଲେ, ଯୋଉটা ମୁଁ ସବୁବେଳେ ମୋ
ପିଲାମାନଙ୍କୁ କହେ ଏବଂ ସବୁବେଳେ ମୋ ହୃଦୟକୁ ମଧ୍ୟ ଛୁଇଁଥାଏ ଯେ ତଥ୍ୟ କେବଳ ମଣିଷ ତଥ୍ୟ ଭିତ୍ତିକ ହେଇଯିବ, କେବଳ ସୂଚନା ଗୁଡିଏ ପ୍ରଦାନ କରିବ, ତା ଦ୍ୱାରା ମଣିଷର ମଣିଷତ୍ୱ ନଷ୍ଟ ହେଇଯାଏ, ତାର ଇନହେରିଟ କ୍ୱାଲିଟି ନଷ୍ଟ ହେଇଯାଏ, ତାହେଲେ ଯୋଉ କଥା ସେ କହିଛନ୍ତି ଏଇ ଯୋଉ ଏନସାଇକ୍ଲୋପିଡିଆ ହେବ ଶ୍ରେଷ୍ଠ ଋଷି ହେବେ ଏବଂ ସାଧୁ ସନ୍ଥ ହବ ଲାଇବ୍ରେରୀ ଗୁଡିକ, ନିଶ୍ଚିତ ଭାବରେ କଥା ସତ୍ୟ। ଯୋଉ କଥାଟି ସବୁବେଳେ ମୋ ମନକୁ ଛୁଏଁ ଯେ ଆମେ କେତେ ତଥ୍ୟ ଆଣିଲେ, କେତେ ସୂଚନା ପ୍ରଦାନ କଲେ, ମୋ ଅଞ୍ଚଳରେ କୋଉଠି କଣ କେବେ କେବେ ଘଟିଥିଲା ତାକୁ ନେଇକି ଯେମିତି ଆମେ ଗର୍ବ ନ କରିବା, ବର୍ତ୍ତମାନ ଆମ ସଂସ୍କୃତିକୁ ଯୋଉ ସଂସ୍କୃତି ଆମର ପୂର୍ବପୁରୁଷ ମାନେ ଆମ ପାଇଁ ଛାଡି ଯାଇଛନ୍ତି, ଆମେ କେତେ ପରିମାଣରେ ସେ ସଂସ୍କୃତିକୁ ଆମ ପରବର୍ତ୍ତୀ ପିଢି ପାଇଁ ଆଉ ଟିକେ ଅଧିକ କରି ଛାଡିବା, ସେ ହଉଛି ଆମ ପାଇଁ ସବୁଠାରୁ ବଡ ପ୍ରଶ୍ନ। କିନ୍ତୁ ବର୍ତ୍ତମାନ ଯେହେତୁ ମୁଁ ଢେଙ୍କାନାଳର ସଂସ୍କୃତି ବିଷୟରେ ମତେ କହିବା ପାଇଁ ପ୍ରତିବଦ୍ଧ ହେଇଛି ମୁଁ, ତ ଢେଙ୍କାନାଳର ସଂସ୍କୃତି କହିଲେ ପ୍ରାଚୀନ ଅବସ୍ଥାକୁ ଆମେ ଯିବା, କିଛିଟା ତାର ଐତିହ୍ୟକୁ ଯିବା। ଐତିହ୍ୟ କହିଲେ ସେଇ ପ୍ରାଚୀନ ପ୍ରସ୍ତର ଯୁଗକୁ ଆମେ ଯଦି ଫେରିଯିବା, ସେତେବେଳ ଠାରୁ ଢେଙ୍କାନାଳର ଐତିହ୍ୟ ଅଛି। ରାଖାଲ ଚନ୍ଦ୍ର ବନ୍ଦୋପାଧ୍ୟାୟ ବଙ୍ଗଳା ଇତିହାସରେ ବର୍ଣ୍ଣନା କରିଛନ୍ତି ଯେ ଅନୁଗୁଳ, ତାଳଚେର ଏବଂ ସମ୍ବଲପୁର, ଢେଙ୍କାନାଳ ସମ୍ବଲପୁର ଅଞ୍ଚଳରୁ କିଛିଟା ଆବିଷ୍କୃତ ହୋଇଥିଲା, କିଛି ବର୍ଷା ଫଳକ, କୁଠାର ଫଳକ, ସର ଫଳକ, ଛୁରିକା ଇତ୍ୟାଦି ଆବିଷ୍କୃତ ହୋଇଥିଲା। ତା ଭିତରୁ ଦୁଇଟି ପ୍ରସ୍ତର ଫଳକ ଆମର ଯୋଉ ପ୍ରାଚୀନ ଭୀମନଗରୀ ରହିଛି, ଯାହାକୁ ଆମେ ରାମଚଣ୍ଡୀ ବା ସେ ଯୋଉ କନକେଶ୍ୱର ମନ୍ଦିର ଅଛନ୍ତି ସେଇ ଅଞ୍ଚଳକୁ ଆମେ ଭୀମନଗରୀ ବୋଲି କହୁ। ସେ ଭୀମନଗରରୁ ଦୁଇଟି ପ୍ରସ୍ତର ଫଳକ 3.5 ଇଞ୍ଚ ବାଇ 1.5 ଇଞ୍ଚର ଦୈର୍ଘ୍ୟ ପ୍ରସ୍ତର ଏବଂ 2.5 ଇଞ୍ଚ ବାଇ 1.5 ଇଞ୍ଚର ଦୁଇଟି ପ୍ରସ୍ତର ଫଳକ ମିଳିଥିଲା। ତାର ଚିତ୍ର ମଧ୍ୟ ସେ ପ୍ରଦାନ କରିଛନ୍ତି ରାଖାଲ ଚନ୍ଦ୍ର ବନ୍ଦୋପାଧ୍ୟାୟ। ତ ସେଥିରୁ ଆମେ ଢେଙ୍କାନାଳରେ ଯେ ବହୁ ଆଗରୁ ସଭ୍ୟତାର ବିକାଶ ହେଇଥିଲା ଏବଂ ପ୍ରାଚୀନ ଜନବସତିରେ ସେ ଜନପଦ ଗୁଡିକ ଢେଙ୍କାନାଳର ବହୁ ପ୍ରାଚୀନ, ଏହାର ପ୍ରମାଣ କେବଳ ମିଳେ। ଆଉ ଯଦି ଢେଙ୍କାନାଳର ନାମକରଣ ଦେଖିବା, ହରିସିଂ ବିଦ୍ୟାଧରଙ୍କ ସମୟରୁ ହିଁ ଢେଙ୍କାନାଳର ନାମକରଣ ହେଇଛି। 1517 ଖ୍ରୀଷ୍ଟାବ୍ଦରେ ଯେତେବେଳେ ଓଡିଶାର ଶେଷ ହିନ୍ଦୁ ରାଜା ବୋଲି କହିବା ଆମେ, ପ୍ରତାପରୁଦ୍ର ଦେବଙ୍କର ଜ୍ୟେଷ୍ଠ ପୁତ୍ର ବୀରଭଦ୍ର ଦାକ୍ଷିଣାତ୍ୟ ଯୁଦ୍ଧରେ କୋଣ୍ଡାବୁଡ ଦୁର୍ଗରେ ଶତ୍ରୁଙ୍କର ଚକ୍ରାନ୍ତରେ ପ୍ରାଣତ୍ୟାଗ କଲେ, ସେତେବେଳେ ତାଙ୍କର ଯୋଉ ପ୍ରଧାନ ସଚିବ ଥିଲେ ଗୋବିନ୍ଦ ବିଦ୍ୟାଧର ଏବଂ ହରିସିଂ ବିଦ୍ୟାଧର, ସେ ହରିସିଂ ବିଦ୍ୟାଧରଙ୍କ ସେନାପତିତ୍ୱରେ ଯେତେବେଳେ ଦାକ୍ଷିଣାତ୍ୟ ଯୁଦ୍ଧ ହେଇଥିଲା, ସେଠି ଦାକ୍ଷିଣାତ୍ୟ ଯୁଦ୍ଧରେ ସେ ଦାକ୍ଷିଣାତ୍ୟ ରାଜାଙ୍କୁ ପରାସ୍ତ କରି ତାଙ୍କର ପଗଡି, ତାଙ୍କର କଟାରୀ ଏବଂ ମିନକେତନ ଧରିକି ଆସିଥିଲେ ଏବଂ ତାଙ୍କୁ ସ୍ମାରକୀ ସ୍ୱରୂପ ସେତେବେଳେ ରାଜା ପ୍ରତାପ ରୁଦ୍ର ଦେବ କରମୂଳ ପାଟଣାକୁ ଦାନ କରିଥିଲେ ଏବଂ ସେ କରମୂଳ ପାଟଣା ସେତେବେଳେ ମଧ୍ୟ ଥିଲା ଝାଡଖଣ୍ଡ ଅନ୍ତର୍ଗତ। ଅର୍ଥାତ ଏଇ ସମସ୍ତ ମୂଲକ ଥିଲା ଓଡିଶା ଗଜପତି ରାଜାଙ୍କ ଅଧୀନରେ। ତେଣୁ ସେ ଯୋଉ କରମୂଳ ପାଟଣା ଇଏ କରିଥିଲେ, ସେ 7 କୋଶ ପରିମିତ ଗୋଟିଏ ଅଞ୍ଚଳ ସେ ତାକୁ ଦେଇଥିଲେ ହରିସିଂ ବିଦ୍ୟାଧରଙ୍କୁ, ଯାହାକି ଏବେ ଆମେ ଦେଖିବା ବ୍ରାହ୍ମଣୀ ନଦୀର ତଟ ଦେଶରେ ଯୋଉ ଦୌଡେଶ୍ଵର ଗଣେଶ ଖୋଲ ଯୋଉ ପ୍ରାଚୀନ ପୀଠ ରହିଛି, କରମୂଳ ଗ୍ରାମ ରହିଛି, ସେ ଗଣେଶ ଖୋଲରେ ଏବେ ମଧ୍ୟ ରାଜାଙ୍କର ସ୍ମାରକୀ ରହିଛି, ଦୌଡେଶ୍ଵର ମନ୍ଦିରରେ ଅଛନ୍ତି। ତ ସେଇ 7 କୋଶ ପରିମିତ ଯୋଉ ଅଞ୍ଚଳକୁ ସେ ଦେଇଥିଲେ ହରିସିଂ ବିଦ୍ୟାଧରଙ୍କୁ ସ୍ମାରକୀ ସ୍ୱରୂପ, ସେ ତାକୁ ତାଙ୍କର ନିଜର ବୁଦ୍ଧି ବଳରେ, ପରାକ୍ରମ ବଳରେ ତାକୁ 120 କୋଶ ପର୍ଯ୍ୟନ୍ତ ଅଭିବୃଦ୍ଧି କରିପାରିଥିଲେ ଏବଂ ସେ ରାଜାଙ୍କୁ ଯେତେବେଳେ ବୃନ୍ଦାବନ ଧାମର ଶ୍ରୀ ଶ୍ରୀ ରାଧାରମଣ ମଠାଧୀଶ ଗୋପାଳ ଭଟ୍ଟ ଗୋସ୍ୱାମୀ ଆସିକି ଦୀକ୍ଷିତ କରିଥିଲେ। ଆଉ ସେବେଠାରୁ ବୈଷ୍ଣବ ଧର୍ମର ପ୍ରଚାର ଢେଙ୍କାନାଳରେ ହେଇଥିଲା। ତା ପୂର୍ବରୁ ଶୈବ ଧର୍ମ ଥିଲା। ଆଉ ଆମେ ଯଦି ଦେଖିବା ଆଜି ପର୍ଯ୍ୟନ୍ତ ମଧ୍ୟ ଆମ ଢେଙ୍କାନାଳ ରାଜାଙ୍କୁ ସେଇ ରାଧାରମଣ ମଠର ମଠାଧୀଶ ମାନେ ଆସିକି ଦୀକ୍ଷିତ କରିଥାନ୍ତି ବା ଏମାନେ ଯାଇକି ଦୀକ୍ଷିତ ହେଇଥାନ୍ତି। ଏଇ ଯୋଉ ବୈଷ୍ଣବ ଧର୍ମର ପରମ୍ପରା ଏବେ ଯଦିଓ ରାଜା ରାଜୁଡା ଅମଳ ନାହିଁ, କିନ୍ତୁ ସେବେଠାରୁ ଯୋଉ ବୈଷ୍ଣବ ଧର୍ମ ଏବଂ ମଠ ସଂସ୍କୃତି ଗୁଡିକ ସେତେବେଳେ ସ୍ଥାପନ କରିବାର ମୂଳ ଦୁଆ ପଡିଥିଲା ଏବଂ ତା ପରବର୍ତ୍ତୀ ସମୟରେ ଅନ୍ୟ ସବୁ ରାଜା ମାନେ ହରିସିଂ ବିଦ୍ୟାଧରଙ୍କ ବଂଶଧର ମାନେ ତାକୁ ତାଙ୍କର ଅନୁଗୃହୀତ ହେଇକି ସେ ତାକୁ ବଢେଇଥିଲେ। ଯେତେବେଳେ ଯାହା ଦରକାର ପଡିଛି ମଠ ସଂସ୍କୃତି ପାଇଁ, ନିଷ୍କର ଜମି ମଠାଧୀଶ ମାନଙ୍କ ପାଇଁ ଯାବତୀୟ ପାରିତୋଷିକ ର ବ୍ୟବସ୍ଥା ସେ କରିଥିଲେ। ତାଙ୍କ ପରେ ଯେତେବେଳେ ସେ କରମୂଳ ପାଟଣାରେ 30 ରୁ
81 पर्यंत से रही करमूलपाटना राजधानी करिकी किंतु 1582 ख्रीष्टाब्द 94 पर्यंत आसिकी ढेंकानाल गढ़ निजर ढेंकानाल नामकरण कले एवं निजर राज्य को राजधानी कले बा तांकर गढ़ बा तांकर उवासटी को तोलिले 1582 बेलू बेसालिया गढ़ मु कही रखे मो घरटी बेसालिया गढ़ अंतर्गत पाखरे अति 2 किलोमीटर दूर तेणु से बेसालिया गढ़र जे श्रीधर भंजा राजा थिले तांकु परास्त करिकी से जेते बेले बेसालियार निकटस्थ पानी ओहला पहाड़ तले निजर चारिकड़ू सुरक्षार दिगरु से जगटी को बाछि थिले जे एठी जदि उवास करा जाय चारिपटर सुरक्षा दायित्व प्रति बेसी ध्यान नदेले चलिबो सेति से तांकर राजनगरटी स्थापन करथिले जा अद्यावधि तांकर वंशधर मानक द्वारा से उपभोग हेउछि। तो से पानी ओहला पहाड़ तले जो राजप्रासादटी अछि से राजप्रासाद केवल राजप्रासाद नुह आम ढेंकानाल संस्कृति को साहित्य को जदि समृद्ध करि थाए केही भी से राजप्रासादर मुख्य भूमिका रही हुए तो कौनसी ना कौनसी कारण कोठी आम भितरे टिके दुर्बलता रही सब क्षेत्र में सब भल रहबर नाही किछिटा खराब मध्य रहिबो किंतु बेले बेले एमिति हुए आमे गोटे खराब जिनिस को अतिरंजित करी आहुरी खराब कर दिए से अलगा प्रसंग किंतु से जेते बेले 62 वर्ष धरी हरिसिंह विद्याधर ढेंकानाल को प्रतिष्ठा कले ढेंका सबर श्रीधर भंजक अनुरोध क्रमे ढेंका सबर अभिशाप क्रमे अभिशाप को श्रीधर भंज कही हरिसिंह विद्याधर एवं से ढेंकानाल नामकरण से ढेंका सबर अनुसार एठी गोटे कथा मु स्वीकार करी ढेंकानाल लोक एठी मु प्रसंगटी आनी जे ढेंकानाल लोक तार संस्कृति सबु जाति को सबु संप्रदाय को गुरुत्व दे थाए। ढेंकानाल रे आमे जदि देखिबा प्रारंभिक अवस्था रे हिंदू एवं मुसलमान माने रहुथिले अल्प किछि मुसलमान रहुथिले परवर्ती समय रे जेतेबेले व्यवसाय वाणिज्य मरहटा मोगल मानकर आक्रमण रे जेतेबेले आसिले बा सबु मारवाड़ी माने आसिले विभिन्न संप्रदाय रो लोक अछंती ढेंकानाल रे जेतेबेले अविभक्त ढेंकानाल थिला सेतेबेले मध्य अनेक व्यवसायी आसीथिले व्यवसाय वाणिज्य उद्देश्य रे आसिकी जो माने बसति स्थापन करिथिले सेही क्रम रे विभिन्न संप्रदाय आसिले किंतु प्रायतः धर्म दृष्टि जदि देखिबा आज भी मध्य स्वल्प संख्यक क्रिस्टियन अछंती किंतु प्रायतः हिंदू एवं मुसलमान आ हिंदू मानक भितरे आमे दुई भाग रे विभक्त हो जाइते किछि आमे कहि थाए जे जो आदिवासी अधुषित अंचल एवं ढेंकानाल जेहेतु पहाड़िया अंचल चारिपड़े पहाड़ घेरा एवं ढेंकानाल सौंदर्य को देखि मध्य बंगाली कवि लिखि तांकर कविता आरंभ करथिले से जमा बंगाली को देखि बंगला को देखि लेखि नांती धन धान्य पुष्पे भरा आमार ए वसुंधरा जेतेबेले से अनुगुल रु घोड़ा गाड़ी रे आसुथिले आठगड़ देकी कटक फेरुथिले से समय रे से जेतेबेले दी कड़ रे से जो सबुज बनानी को देखि तांकर कविता से रचना करथिले यह निश्चित भाव में ढेंकानाल अवदान जो कविताटी आज पर्यंत आमे शुणिले आम रोम टांकुरी उठे जेकोसी भारतीय शुणिब आमे भाविबा जे से बंगला भाषा रे लेखा जाइछि एवं बंगलार गीत से किंतु ए ढेंकानाल सौंदर्य को देखिकी ए कविताटी रचना करथिले। तेणु से हरिसिंह विद्याधर जेतेबेले गोटे शबर संप्रदायर जणे व्यक्ति को गुरुत्व दे तांको अनुसार ढेंकानाल नामकरण करिसंती सेतेबेले आमे केते महान आमर संस्कृति केते महान सेथुर अनुमित आमे अनुमान करि परिबा। एवं 1594 ख्रीष्टाब्द रु तांकर पुत्र लोकनाथ जेतेबेले आसिले रायसिंह भ्रमरवर पुत्र लोकनाथ तांकर पुत्र रायसिंह भ्रमरवर ही वैष्णव धर्मर बीज बपन करथिले मठ संस्कृति आरंभ करथिले एवं ता सहित शैव संस्कृतिर प्रसार पाई मध्य से पृष्ठपोषकता करुथिले काहेकि ना बहु पूर्व शैव संस्कृति रही आमे जदि देखिबा ढेंकानाल जो मुख्य नदी प्रवाहित होईछि ब्राह्मण नदीर दक्षिण पार्श्व एवं उत्तर पार्श्व दुई भाग रे ढेंकानाल को विभक्त करा जाय थाए पुरातन काल रे एवं से दुई पार्श्व रे अनेक शिव मंदिर प्रतिष्ठा करा जायछि एवं सेगुड़िक प्रसिद्ध शैव पीठ भाव में परिचित किंतु जो कपिलास पहाड़ रही कपिलास पहाड़ जो कथा आमे कहिबा जो कि शैव संस्कृतिर प्रथम चंद्रवंशी राजा द्वारा से प्रतिष्ठा होइथिला बोली आमे जानिछे तार उच्चता होची
बयस 39 फुट एवं ढेंकानाल सर्वोच्च पहाड़ बोली आमे कहे तार ऊपर प्रतिष्ठा लाभ करिसंती बाबा चंद्रशेखर जे कि समग्र ढेंकानाल वासींकर आराध्य देवता जोठू कटक सहर देखा जाए जार शीर्ष भागरू कटक सहर बा कटक नगर जेतेबेले गजपति राजांकर राजधानी थिला ता ऊपर ही देखा जाए एवं राजा मानकर जेतेबेले युद्धर वार्ता से पहाड़ देकी कटक रे पहुंचे अनेक ऐतिह्यर मुक साक्षी होची से कपिलास पहाड़ एपटे सप्तशଯ୍ୟା जहा ऊपर मध्य जार उच्चता होची द्वितीय रे आसीबो 1921 फुट उच्चता विशिष्ट सप्तशଯ୍ୟା ए उभयर जलवायु सेतेबेले राजा मानक पई अनुकूल थिला एवं स्थल निवास भली ए दुईटीर जलवायु थिला जोथि पई कि राजा माने सामयिक भाव रे एठारे आसंती एवं जोथि पई हमर ढेंकानालर संस्कृति आहुरी समृद्ध होईछि आउ गोटे अनंतपुर पर्वत कहिबी जहार ऊपर गोटे दुर्गर भग्नावशेष अछि ताहा उद्धार करा जाय नाही प्रत्नतत्त्वविद मानक द्वारा तेणु ए जो छुआ अछुआ भेद ता पूर्वरु मु कहि रखे जो सबर जातिर कथा कहा गला सबर जाति एवं अन्य जो जाति माने ए आम ढेंकानाल भितर अछंती से आम संस्कृति को बेसी समृद्ध करिसंती आमे मने रखिबा संस्कृति जदि परिव्याप्त हुए समृद्ध हुए से केवल आमर एई जनजाति गुड़िक जो आर्य मानक द्वारा आर्य माने सब बेले ज्ञानर पिपासी ज्ञानर कथा कहि थांती प्रेमर कथा भक्तिर कथा केवल अनार्य बोली जहाँ को आमे कहिचे बा द्राविड़ संप्रदायर लोक माने कहिचे बा जनजाति मान बोली कहिचे सेई मानक द्वारा ही आमर लोक संस्कृति परिवृद्धि होई थाए परिपुष्ट लाभ करि थाए सेई माने ही आम मनोरंजन चित्तरंजन एकमात्र माध्यम से माने ही आमको मनीष परि जीवा शिखैचंती उन्नत भाव रे किभଳି बंचिबा एवं सुंदर सुखमय जीवन यापन करिबा गोटे निर्मल मन सुंदर स्वास्थ्य नै कि ए कथा आमे सेई मानक तारु शिखि थाउ आउ मु भी कहिबी जदि केबे आजि मध्य जदि आमे आदिवासी मानक आमे ही कलुषित करिछे बा सेई मानकु आमे कलुषित करी कि आम संस्कृति को धीरे धीरे कलुषित करबा पय आरंभ करछे किंतु तथापि मध्य जो माने से संस्कृति को धरि रखिचंती आमे निश्चित भाव रे स्वीकार करबा जदि केबे ए मनीष समाज तार अन्याय दुर्नीति रु लोप पाइबा पय ये करबो ताहले सेई मानक संस्कृति को फेरि जिवो ताहले जाई कि आम भितरे गोटे सुंदर समाज प्रतिष्ठा हे पारिबो बा दुर्नीति मुक्त समाज और स्वप्न जहा विवेकानंद हुंतु बा महात्मा गांधी हुंतु बा समसामयिक जो मनीषी मने देखिचंती ताहा सफल हे पारिबो तो ए सबु बादे जदि आमे देखिबा जो ढेंकानालर संस्कृति को जदि केही परिव्याप्त करिथांती सांको भितरे सबुठारु गुरुत्वपूर्ण भूमिका नेइतिले आउरी अनेक अछंती हरिसिंह विद्याधर बलराम मंदिर आरंभ करितिले किंतु बलराम मंदिर को त्रिलोचन महेंद्र बहादुर एवं नृसिंह भ्रमरवर आदि राजा माने आगो को नैथिले एवं ताकू परिसमाप्ति करितिले भगीरथ महेंद्र बहादुर को समय सबुठारु बेसी कथा घटितिला ओडिया संस्कृति को से ढेंकानाल संस्कृति को मुख्यतः 600 बही को लेकिन जो पुस्तकालय करथिले कटक प्रिंटिंग कंपनी स्थापन करथिले सूरप्रताप को समय सूरप्रताप प्रेस हेतिला एगुड़िक हूँ ओडिया संस्कृति को आम ढेंकानाल अवदान जहाँ कि तांको आगरू हेई नथिला गोटे प्रिंटिंग कंपनी को जिते काठ दरकार सबु किछि काठ से देइथिले जे काहे कि ना जते बेले ओडिया एक स्वतंत्र भाषा नय बोली आंदोलन चलीथिला भगीरथ महेंद्र बहादुर जॉन बीम्स सहित मिसिकी तांको सहित तांको प्ररोचना रे जॉन बीम्स ही एसेटिक सोसाइटी रे आम ओडिया भाषा संपर्क रे रचना कले जा फल रे ओडिया भाषार मूलदुआ पड़ीथिला डब्ल्यू मिलर मध्य इंग्राजी आ ओडिया अभिधान प्रथम करी से लेखिले नहले ओडिया भाषा को चक्रांत करिथिबा बंगाली माने निश्चित भाव रे सफल हेइथांते ओडिया भाषा को विलुप्त करिबारे एवं आउ गोटे कथा कहिबी जहाँ राज परिवार अवदान रही आम संस्कृति को ता पादे कहिबी वर्तमान ढेंकानाल रो सांस्कृतिक विभव कौन रही आहुरी अनेक कथा रही राज परिवार किंतु मु स्वल्परे कहि दउछि राजा शंकर प्रताप जो जहाँ जतनगर पाई निंदित बोली आमे कहे किंतु तांकर रानी सेते बेले स्काउट आ गाइड रे हमर विद्या स्कूल छात्र मानन को नै से राज्य स्तर रे गोटे विराट अंतर्जातीय स्तर रे ऑस्ट्रेलिया नैथिले तांकर टीम को सेते बेले स्काउट और गाइड रे तांकर कृतित्व सेठी ऑस्ट्रेलिया रे मध्ये से प्रदर्शन करिथिले एवं तांकर सासू जे कि सूरप्रताप को पत्नी
से सेतेबेले कृष्णप्रिया देवी सेतेबेले संगीत पुष्पांजलि गोटे बोली गोटे हार्मोनियम शिक्षा संगीत शिक्षा उपरे किभଳି हार्मोनियम शिक्षा करा जिवो ता उपरे गोटे पुस्तक रचना करिथिले। तेणु ढेंकानाल संस्कृति तार संगीत एते समृद्ध केवल निजे शिखे नाही अन्य को शिखिबा पई परवर्ती पीढ़ी पई ताकु साहित्य रखिबा एवं रानी रत्नप्रभा देवी जो पुस्तकटी रचना करिसंती ता बादे जो कुष्ठ बसंत कलेरा जहा कि सेतेबेले ढेंकानाल रो जनजीवन बा तार स्वास्थ्य को प्रभावित करूतुला ता उपरे गोटे चिकित्सा प्रणाली उपरे गोटे पुस्तक लेखिकी बांटी थिले। आउ एई भली अनेक कथा हमें देखिबा जे आगुरु ढेंकानाल रो जो राजा माने थिले एठारे मठ मंदिर प्रतिष्ठा पई अनेक मठ मंदिर प्रतिष्ठा करिसंती। जावळी पोखरी मठ तो निजिगड कहले कपिलास ए जो ढेंकानाल भितरे अवस्थित किंतु आहुरी अनेक कंतिय मठ तेंतुली पदा मठ ए भली अनेक मठ मंदिर प्रतिष्ठा करिकि वैष्णव धर्म रो प्रतिष्ठा करिथिले। आ सबुठारु बड़ कथा जोटा प्रथम रे कहिथिले चिन्मय रंजन जे जे कहिथिले जहा व्हाइट हाउस रे रो कांथरे आज खोदेई हेछि एवं समग्र विश्व को प्रेरणा दउछि से जो लोक जे कि तांकर बाणी रे कहिथिले एक खंड हाड़ गुंडाए रुधिर फुटे माउस जाणई तेणु करी सिना प्राणी को विकल सही न पारई मुहि प्राणी को आरत दुख अप्रमित देखु देखु केबा सहु मो जीवन पछे नरके पड़ी थाउ जगत उद्धार हो। आम समस्तंकर ए बाणी ए ढेंकानाल रु ही से उपलब्धि करिथिले। ए ढेंकानाल रे थिला बेले जोरंदार महिमा धर्म बा तपोवन रे ए समय रे ही से तांकर सब प्रकार भजन जनाण गुड़िक लिखिथिले। महिमा धर्मर जेतेबेले हिंदू धर्मर कथा कहा जाऊ हिंदू धर्म जेतेबेले अस्पृश्यता भीतर को जोर देला छुआ छुआ कथाटा को बेसी गुरुत्व देला ब्राह्मण क्षत्रिय आदि करण आदि जो उच्च जातिर लोक माने सेतेबेले ई जो अस्पृश्य अछुआ जातिर लोक माने बेसी महिमा धर्म को आपणे नैथिले। एबे अवश्य से समय आउ नाही आम भितरे से अस्पृश्यता आउ नाही से जो चिंताधारा कहीं ना आमे से जो एक खंड हाड़ बुंदाए रुधिर फुटे माउस भितर आमे गढ़ा बोली आमे समस्त उपलब्धि कलेनी जे आम भितर से जो जहा आम को कलुषित करूथला आम संस्कृति को कलुषित करूथला ताहा निश्चित भाव में आमे ताठारु दूरे गलेनी एवं आम संस्कृति को उत्थापन करबा पई आम भितर आमे अनेक गुड़िए कथा स्थापन कलेनी। जदि आमे हमर संस्कृति को देखिबा ताहले से संस्कृति भितरे आमर साहित्य कला नृत्य से क्षेत्र रे आमर ढेंकानाल रो अवदान यथेष्ट। जदि आमे देखिबा नृत्य कथारु देखिबा शंकर प्रताप को माता कृष्णप्रिया देवी से सढ़ई कलार राजकन्या थिले। जेहेतु से सढ़ई कलार राजकन्या थिले तांको समयरु ही आरंभ होइथिला छौ नृत्य प्रशिक्षण केन्द्र छौ नृत्यर कर्मशाला ए सबु से आयोजन करुथिले ढेंकानाल वासी को छौ नृत्य संपर्क रे जणैबा पई सढ़ई कलारु गुरु आसी एठारे शिक्षा प्रदान करुथिले एवं कर्मशाला निर्माण करुथिले विभिन्न छात्र से माननकु गढुथिले। पाइक आखड़ा अन्य एक आमर संस्कृतिर परिचायक आम समय पाइक ढेंकानाल पाइक आज पर्यंत मध्य पाइक आखड़ा से संप्रदाय को आमे बजाय रखीचे से पाइक माने बजाय रखिचंती वर्षकु थर एकत्रित हुंती तांकर कला कौशल देखांती मिनी स्टेडियम रे हो बा कुंजकांत मंदिर रो तळ प्रांगण रे हो से जगह रे आमे आमर संस्कृति को जे छाड़ी नाही दुनिया जेते आगो को गले मध्य जड़वादी साहित्य भितरे आमे जेते हजि गले मध्य से पाइक आखड़ा से दंड नृत्य से पाला दासकाठिया से पतर सौरुणी नाच से बंडी नाच ए सब आज पर्यंत घुड़की नाच आज पर्यंत आम भितरे अछि। आ सबुठारु बड़ कथा आम ढेंकानाल साहित्य गाथा कवितारे जे कि सर्वप्रथम बोली आमे कहिबा मरहट्टा वर्गी मानकर जो कलकला दुर्ग आक्रमण समय रे कलकला राजा सहित मरहट्टा मानकर जो आक्रमण ताकू नहीं जो समर तरंग रचना करा जायछि से समर तरंग ब्रजनाथ बड़जेनांकर एक सर्वश्रेष्ठ अवदान। ता पूर्व मध्य कहिबी एक गद्य विस्मय चतुर विनोद मध्य जदि आमे गद्य साहित्य को देखिबा ओडिया गद्य साहित्य को ताहले चतुर विनोद को आमे ब्रजनाथ बड़जेना बा आम ढेंकानाल रो
ओडिया संस्कृति को एक विराट अवदान कहीं साहित्य संस्कृतिर गोटे मूलाधार एवं से साहित्य से जाति को चिन्हई दिए गोटे साहित्य ही तार संस्कृतिर सबु किछि परिवहन करिथाए जेतेबेले आमे गोटे जाति को जानिबा पई चाहू से जाति द्वारा रचित साहित्य जदि आमे पढ़ू से जाति को जानिबारे हमकु विशेष कष्ट हुए नाही तेणु मो ढेंकानाल को जानिबा पई हेले मो ढेंकानालर लेखक मानक द्वारा रचित साहित्य को आमे जदि देखिबा ढेंकानाल रु बाहर जाई रचित रचना करूथुबा सहरर चाकचक्यर रचना करूथुबा लेखक मानक कथा मु कहूनी से ब्रजनाथ बड़जेना हुंतु ए ढेंकानालर अन्यतम सरोजिनी साहू प्रवासिनी महाकूड़ एमाने जो अछंती भिखारी चरण राउत मनोरंजन नंद ए सब जो लेखक माने आजिका दिन रे लेखनी चालना करूछंती जो जयराम साहू आमर पंडित प्रमोद मिश्र वर्तमान सांप्रतिक जो साहित्यिक माने लेखनी चालना करूछंती नाटक क्षेत्र रे आमी जदि देखिबा दिलीश्वर महारणा स्वर्गत हो गले विपिन पट्टनायक परेश पट्टनायक दिनेश दास ए जो माने आजिका दिन रे आमर ओडिया नाट्य साहित्य को मध्य तांकर अवदान आमे अतुलनीय आमे निश्चित भाव में देखिबा ए नाटक भितरे से माने सबु बेले रखिबा पई चाहिचंती आम ढेंकानाल रो जहा लोक कला रही जो लोक साहित्य रही और लोक उपादान जहा रही प्रत्येक नाटककार नाटक ढेंकानाल नाट्यकार जो माने थांती से माने बाउंस ठेंगा झांपी पखिया ए सब व्यवहार जेते पारे ढेंकानाल लोक उपादान गुडी को जहा ढेंकानाल संस्कृति तार पोशाक से केबे ताठारु अलगा दियंती नाही हाँ जदि ऐतिहासिक बा कोनोसी पौराणिक थीम हुए से अलग कथा किंतु जेते बेले ढेंकानाल कथा कुआ जाए सेते बेले ढेंकानाल पोशाक परिच्छद उपरे तार लोक उपादान उपरे तार लोककला उपरे अधिक ध्यान दिया जाए एवं गोटे कथा निश्चित स्वीकार करी राज्य संस्कृति विभाग तरफ जो कथाटी जो समर तरंग कथा कह प्रथम संस्कृति विभाग निर्देशक पचारि ढेंकानाल निजस्व कौन जदि आमे देखिबा ढेंकानाल निजस्व अनेक किछि अछि किंतु से गुडी धीरे धीरे परिव्याप्त हो जाछि समग्र ओडिसा को समग्र ओडिसार दंडनाच और ढेंकानाल दंडनाच भितर फरक रही आमर दंडनाच आमर आरंभ हुए सबुठे देवता मानक ठारू आरंभ हुए आमर किंतु प्रथमे हाड़ी हाड़ियानी आसीबे दांड सफा करिवे तापर शिव पार्वती प्रवेश करिवे अर्थात आमे सबु बेले सेही जो मानुक अस्पृश्य बोली कहा जाए सेही मानुक गुरुत्व देइछे आमर पहाड़िया अंचल गुड़िकर से माने ही बास करती से जुआंग एवं पातुआ ये दुई एका नुह आमे सब बेले कही आसुचे जुआंग जी पातुआ से पातुआ अलगा जुआंग अलगा तांको भितरे मध्य संप्रदाय भितरे रही सबु पाण माने मध्य समान नुहंती जेते बेले मु जाए मु जानिछि सेही पातुआ माने जुआंग मानक रंधा खाद्य खाइबे नाही तांकर भाषा तांकर वेश पोशाक तांकर परंपरा विवाह बा मृत्यु समय जो संस्कार रही से अलगा पातुआ मानकर अलगा तेणु जो बंडा कोल्ह गदबा आज किछि किछि पतर सौरा ए सब जो संप्रदायर लोक माने रहिछंती तांकर गोटे सुंदर परंपरा रही ताकू उद्धार करिबा पई आमे समस्ते काम करिबा उचित एवं समस्तଙ୍କ भितरे गोटे ऐक्य भाव रहिबा उचित जे मो परंपरा मो संस्कृति मो ढेंकानालर संस्कृति बेले बेले अनेक कहती ढेंकानालिया बोली परिचय देबा पई किंतु ढेंकानालर समृद्धि ढेंकानालर चिंता ढेंकानालर चेतना जेतेबेले समग्र विश्व को परिव्याप्त होईछि आमे निजको न्यून भाबिबा उचित नुह अनेक समय परिचय मध्य कई कई दियंती नाही किंतु आमे मु गर्व रे कहे बा मो भली अनेक कहती जे आमे ढेंकानालिया काहे कि ना आम भितरे सरलता अछि निष्कपटता अछि से पहाड़ी आदिवासी भितर आमे जे कोनोसी संप्रदाय रहू जे कोनोसी जाति रहू तांकर सरलता आमको छुईछि से माने आम परी धीरे धीरे हवा पाई चेष्टा करछंती काना आमे तांको से मुख्य स्रोत पानिबा पाई चेष्टित अच्छे बोली किंतु बेले बेले लागे आमे तांको भली हेइ दिबा जदि ताहेले गोटे सुंदर ढेंकानाल आहुरी सुंदर ढेंकानाल बा गोटे निष्कपट ढेंकानाल सृष्टि हेइ परिबो तो गीत क्षेत्र रे संगीत क्षेत्र रे जदि आमे देखिबा गोटे ढग रहिछि ढांकुणी खोलिबो ढेंकानाल रु ढिंकीशाल रु ढेंकानाल पर्यंत एभली विभिन्न कथा रही ढेंकानाल को लेकिन किसी आप्तवाक्य रही ए आप्तवाक्यर गोटे निर्दिष्ट कारण मध्य रही से मध्य गवेषणा सापेक्ष आउ सबु बेले आम संस्कृति को साहित्य को जो माने आउ किछि परिवर्धित करिथांती एबा जो कंचामाल कहा जाए जोगई देइथांती से होउछि हमर पर्वपर्वाणी हमर भाषा हमर चालीचलन
ଆମର ଦୈନନ୍ଦିନ ଜୀବନ ଯାପନ ପ୍ରଣାଳୀ ଏବଂ ପର୍ବପର୍ବାଣୀ ଗୁଡ଼ିକ ଭିତରେ ଯଦି ଆମେ ଦେଖିବା ଢେଙ୍କାନାଳର ସଂସ୍କୃତିର ସବୁଠାରୁ ବଡ଼ ଅବଦାନ ହେଉଛି ଗଜଲକ୍ଷ୍ମୀ ପୂଜା। କେନ୍ଦ୍ରାପଡ଼ାର ଲକ୍ଷ୍ମୀ ପୂଜା ଏବଂ ଢେଙ୍କାନାଳର ଗଜଲକ୍ଷ୍ମୀ ପୂଜାର ଐତିହ୍ୟ ସମ୍ପୂର୍ଣ୍ଣ ଅଲଗା। ଢେଙ୍କାନାଳର ଲକ୍ଷ୍ମୀ ପୂଜା କେବଳ ଢେଙ୍କାନାଳ ବା ଓଡ଼ିଶା ନୁହଁ ସମଗ୍ର ଭାରତରେ ପରିବ୍ୟାପ୍ତ। ଲକ୍ଷ୍ମୀ ପୂଜାର ଯେଉଁ ମହିମା, ଲକ୍ଷ୍ମୀଙ୍କୁ ଯେଉଁ ଆବାହନ କରାଯାଏ ତାଙ୍କର ଆବାହନ ଶୈଳୀ ଅନ୍ୟ ଅଞ୍ଚଳ ଅପେକ୍ଷା ଭିନ୍ନ ଏବଂ ଗଜଲକ୍ଷ୍ମୀ ପୂଜା ଯଦିଓ ଗଜ ସହିତ ହିଁ ଲକ୍ଷ୍ମୀ ପୂଜା ପାଆନ୍ତି, ଲକ୍ଷ୍ମୀ ଧନଦାତ୍ରୀ ଅନ୍ନଦାତ୍ରୀ ଅନ୍ନଦା ସେ ହିଁ କୃଷି ସଭ୍ୟତାର ସବୁଠାରୁ ଯଦି ଆମେ ଦେଖିବା କୃଷି ସଭ୍ୟତାର ପ୍ରତୀକ ହେଉଛନ୍ତି ଲକ୍ଷ୍ମୀ। ଆଉ ଲକ୍ଷ୍ମୀ ନାରୀ ମାନଙ୍କର ପ୍ରତୀକ, ନାରୀ ଶକ୍ତିର ପ୍ରତୀକ। ତେଣୁ ଲକ୍ଷ୍ମୀ ଯୋଉ ଅନ୍ନଦା ଅର୍ଥାତ୍ ଆମେ ନାରୀ ଶକ୍ତିଙ୍କୁ ପୂଜା କରୁ। ଢେଙ୍କାନାଳର ଏ ହେଉଛି ମହିମା, ଯାହାକୁ ଆମେ ଅବଳା କହୁ ଅନ୍ୟ ଇଏରେ, ସେଠି ଆମେ ନାରୀ ଶକ୍ତିକୁ ହିଁ ଆବାହନ କରିଥାଉ, ଅଧିକ ଗୁରୁତ୍ୱ ଦେଇଥାଉ। ଅର୍ଥାତ୍ ଏଥିରୁ ଆମେ ନାରୀମାନଙ୍କ ପ୍ରତି ମନୋଭାବ ଆମ ଢେଙ୍କାନାଳରୁ ଲୋକମାନଙ୍କର ଯୋଉ ମନୋଭାବ ରହିଛି ତାହା ଆମେ ଜାଣିପାରିବା। ଆଉ ଖଞ୍ଜଣି ଭଜନ ମହିମା ଧର୍ମର ଯଦିଓ ଖଞ୍ଜଣି ଭଜନ ପ୍ରଥମ ଥିଲା, ତା ସେଇଠୁ ଆରମ୍ଭ ହୋଇଥିଲା। ଗୋଧି ଚମଡ଼ାରେ ସେ ଯୋଉ ବାଦ୍ୟଟି ମହିମା ଧର୍ମ ଗୋସାଇ ଏମାନେ ବାଦନ କରୁଥିଲେ ଏବଂ ଭୀମ ଭୋଇଙ୍କ ରଚିତ କବିତା ଗାନ କରୁଥିଲେ। ଆଉ ମହିମା ଧର୍ମ ସବୁଠାରୁ ଗୋଟେ ବଡ଼ ଅବଦାନ। ଆମେ ସମସ୍ତେ ଜାଣିଛେ ପରମାତ୍ମା ଯେ ଅଣାକାର ନିରାକାର, ଯାହାଙ୍କର କୌଣସି ଆକାର ନାହିଁ, କିନ୍ତୁ ତାକୁ ଆମେ ସ୍ୱୀକାର କରେ ନାହିଁ, ପୁଣି ମନ୍ଦିର ଯାଏ, ପୁଣି ଦେବତା ପୂଜା କରେ। ଏ ମଠ ମନ୍ଦିର ଗୁଡ଼ିକ ଆମ ଭିତରେ ଗୋଟେ ଅଲଗା ପ୍ରକାର ପ୍ରଶାନ୍ତି ଆଣିଦିଏ। କିନ୍ତୁ ଧୀରେ ଧୀରେ ଆମେ ସେ ମଠ ମନ୍ଦିରକୁ ମଧ୍ୟ ଅନ୍ୟମାନେ ଯୋଉ ନିଚ ସମ୍ପ୍ରଦାୟର ଲୋକମାନେ ଆମ ଭିତରେ ଥିଲେ ଆମେ ପୁରଉ ନଥିଲେ, ଧୀରେ ଧୀରେ ସେ ମହାତ୍ମା ଗାନ୍ଧୀଙ୍କ ଯୋଗୁଁ ହଉ ବା କୌଣସି କାରଣର ହଉ ଆମ ଭିତରର ପରିବର୍ତ୍ତନ ହଉ, ମାନସିକ ସଚେତନ ଆମେ ହେଲେଣି। ଆମେ ଧୀରେ ଧୀରେ ସେ ମଠ ମନ୍ଦିର ଭିତରେ ମଧ୍ୟ ସେମାନଙ୍କୁ ଟାଣି ଆଣିଲେଣି, ତାଙ୍କର ପରମ୍ପରାକୁ ଆମେ ଆପଣେଇ ନେଲେଣି। ସେ ବିଭିନ୍ନ ଗ୍ରାମ ଦେବତୀ ମାଜଣା ହଉ, ମଙ୍ଗଳା ପୂଜା ହଉ, ଭୂତ ପ୍ରେତ ପୂଜା ହଉ, ତାକୁ ଆମେ ବିଶ୍ୱାସ କଲେ, ଯୋଉଟା ସେମାନେ ତାଙ୍କର ପୂଜା ଥିଲା, ଏବଂ ଆମର ପୂଜାକୁ ମଧ୍ୟ ତାଙ୍କ ଭିତରେ ପ୍ରସାର କରିଦେଲେ। ୟା ଫଳରେ ଅନେକ ପରିବର୍ତ୍ତନ ଆମ ଭିତରେ ଆସିଛି ଏବଂ ଆମ ଭିତରେ ଆମେ ଯୋଉ ପରିବର୍ତ୍ତନର ଶିକାର ହେଇଛେ, ସେ ପରିବର୍ତ୍ତନ ଭିତରେ ଯେ ଆମେ ଆମର ଢେଙ୍କାନାଳ ସଂସ୍କୃତିକୁ ଏତେ ପରିବ୍ୟାପ୍ତ କରିଛେ, ଯାହାର ଅବଦାନ ପ୍ରତିଭା ରାୟ ପ୍ରଥମ କରି ତାଙ୍କର ସାହିତ୍ୟ ରଚନା କରିଥିଲେ ଢେଙ୍କାନାଳରୁ। ଯେତେବେଳେ ସେ ଶିକ୍ଷାଶ୍ରମ ଥିଲେ, କପିଳାସ ପାହାଡ଼ ତଳେ ଯୋଉ ଆଶ୍ରମ ସ୍କୁଲ ଅଛି, ସେଠି ସେ ଶିକ୍ଷକତା କରୁଥିଲେ। ସେଇଠାରୁ ତାଙ୍କର ସାହିତ୍ୟ ଜୀବନ ଆରମ୍ଭ ହୋଇଛି। ଏଇ ଢେଙ୍କାନାଳ ଆରମ୍ଭ କରିଛନ୍ତି ରାଜକିଶୋର ରାୟ, ତରୁଣକାନ୍ତି ମିଶ୍ର ଆଦି ଏଇ ଢେଙ୍କାନାଳର ଅବଦାନ। ଏଇଠାରୁ ହିଁ ସେ ତାଙ୍କର ସାହିତ୍ୟ ରଚନା କରିଛନ୍ତି। ଆଉ ଜଣେ ସାହିତ୍ୟିକ ଯେ ତାଙ୍କର ସାହିତ୍ୟ ଜୀବନ ଆରମ୍ଭ କରିଥିଲେ ଏବଂ ଓଡ଼ିଆ ସାହିତ୍ୟକୁ ଗୋଟେ ନବଦିଗନ୍ତ ଦେଇଥିଲେ, ସେ ହେଉଛନ୍ତି ଫକୀର ମୋହନ ସେନାପତି। ବ୍ରଜନାଥ ବଡ଼ଜେନାଙ୍କ ପରେ ଆମେ ଯଦି କୌଣସି ସାହିତ୍ୟିକଙ୍କୁ ପାଉ, ସେ ହେଉଛନ୍ତି ଫକୀର ମୋହନ ସେନାପତି। କାହିଁକି ନା ମଝିରେ 300 ବର୍ଷ କେବଳ ଢେଙ୍କାନାଳ ପାଇଁ ନୁହଁ, ଭୌମଙ୍କର ରାଜବଂଶ ପରବର୍ତ୍ତୀ ଅବସ୍ଥାରେ ଦୀର୍ଘ 300 ବର୍ଷ ଧରି ସମଗ୍ର ଓଡ଼ିଶା ଗୋଟେ ଅନ୍ଧକାରମୟ ଯୁଗରେ ଥିଲା। ଆମେ ସମସ୍ତେ ଥିଲେ, ଆମେ ଢେଙ୍କାନାଳବାସୀ ଥିଲେ, ଆମ ଓଡ଼ିଶାବାସୀ ଥିଲେ, କିନ୍ତୁ ଆମେ ଓଡ଼ିଆ ନଥିଲେ। ଅର୍ଥାତ୍ ଓଡ଼ିଆ ମାନଙ୍କୁ ରାଜ୍ୟ ସ୍ତର, ଆନ୍ତର୍ଜାତୀୟ ସ୍ତରରେ, ଜାତୀୟ ସ୍ତରରେ ପ୍ରତିନିଧିତ୍ୱ କଲା ଭଳିଆ କେହି ଓଡ଼ିଆ ଆମ ଭିତରୁ ସୃଷ୍ଟି ହେଇପାରିନଥିଲେ। ତେଣୁ ଏ ଯୋଉ ଦୁଃଖଦ ଅବସ୍ଥାକୁ ଆମେ ଅତିକ୍ରମ କରିକି ଯୋଉ ସମୃଦ୍ଧ ଉତ୍କଳକୁ ଆମେ ଦେଖିଛେ, ସେତେବେଳେ ଆମେ ଅନୁଭବ କଲେ ଯେତେବେଳେ ଇଂରେଜ ମାନେ ଆସିଲେ। ତେଣୁ ଇଂରେଜ ମାନଙ୍କୁ ଆମେ ଯେତିକି ନିନ୍ଦା କରିବା, ତାଠାରୁ ଅଧିକ ଧନ୍ୟବାଦ ଦବା ଯେ ଆମେ ଆମକୁ ଚିହ୍ନିବା ଶିଖେଇ ଦେଇଥିଲେ ସେଇମାନେ, ଯେ ଆମର ଏ ଦେଶ ଶାସନରେ ଅଧିକାର ଅଛି। ରାଜା ମାନେ ଯାହା ଆମ ପାଇଁ ଥୋଇଦେବେ ତାହା ଆମର ନୁହଁ। ଏ ସଂସ୍କୃତି, ଏ ଚିନ୍ତାଧାରା ଏଇ ଇଂରେଜ ମାନେ ହିଁ ଆମ ଭିତରେ ତାଙ୍କର ଅତ୍ୟାଚାର ଶୋଷଣ ଯେତେବେଳେ ଆତ୍ମାକୁ ପୀଡା ଦେଲା, ସେତେବେଳେ ଆମେ ଉପଲବ୍ଧି କଲେ। ଏବଂ ଆଉ ଗୋଟେ ସବୁଠାରୁ ବଡ଼ ଅବଦାନ ରହିଛି, ଓଡ଼ିଆ ସାହିତ୍ୟକୁ କେବଳ ନୁହଁ, ଭାରତର ମୁକ୍ତି ସଂଗ୍ରାମକୁ ମଧ୍ୟ ନୂତନ ଦିଗନ୍ତ ଦେଇଥିଲା। ଗଡ଼ଜାତ ପ୍ରଜା ଆନ୍ଦୋଳନକୁ ନୂଆ ରୂପରେ ଆଣି ଥୋଇଥିଲା। ଯେମିତି ଚୌରୀ ଚୌରା ବିପ୍ଳବ ପରେ ଗୋଟେ ନୂତନ ମୋଡ଼ ଆସିଥିଲା ସ୍ୱାଧୀନତା ସଂଗ୍ରାମରେ, ଠିକ୍ ସେଇଭଳି ଭାବରେ ଆମ ଢେଙ୍କାନାଳର ପୁତ୍ର ସର୍ବକନିଷ୍ଠ ଶହୀଦ ବାଜି ରାଉତ
ଯେତେବେଳେ ମୃତ୍ୟୁବରଣ କରିଛି ସେ ସମଗ୍ର ଓଡ଼ିଆ ସାହିତ୍ୟକୁ କେବଳ ନୁହଁ ତା ଅପେକ୍ଷା ଏ ଜାତିକୁ ଅନ୍ୟମାନଙ୍କ ଆଗରେ ବେଶୀ ସଂସ୍କୃତି ସମ୍ପନ୍ନ କରିଦେଇଛି। ସେ ବ୍ରାହ୍ମଣୀ ନଦୀ, ସେ ନୀଳକଣ୍ଠପୁର ଗ୍ରାମ ଏବଂ ଯେତେବେଳେ ସେ ଶବ ଯାଇକି ଖାନନଗର ଶ୍ମଶାନରେ କଟକ ସହରରେ ପରିକ୍ରମା କରି ସାରି ଖାନନଗର ମଶାଣୀରେ ପୋଡ଼ା ହେଉଛି ଏବଂ ସେ ଲେଲିହାନ ଶିଖାକୁ ଦେଖି ଯେତେବେଳେ ସଚୀ ରାଉତରାୟ ଲେଖୁଛନ୍ତି ନୁହେଁ ବନ୍ଧୁ ନୁହେଁ ଚିତା, ସେତେବେଳେ ସେ ଯେଉଁ ଶବ୍ଦ ଗୁଡ଼ିକ କେବଳ ଢେଙ୍କାନାଳ ନୁହନ୍ତି ସମଗ୍ର ଓଡ଼ିଶା ଏବଂ ସମଗ୍ର ଭାରତକୁ ପରିବ୍ୟାପ୍ତ ହୋଇଥିଲା ସେ ଆବେଗ, ସେ ଶବ୍ଦ ଗୁଡ଼ିକର ଆବେଗ ଏବଂ ସେଇଠୁ ଆରମ୍ଭ ହୋଇଥିଲା ଗଡ଼ଜାତ ଆନ୍ଦୋଳନ ବା ହିଜରାତ କ୍ୟାମ୍ପ। ଏ ସବୁ ଭିତରେ ଯେତେବେଳେ ଆମେ ଛନ୍ଦି ହେଉଥିଲେ ତା ସହିତ ସମାନ୍ତରାଳ ଭାବରେ କିନ୍ତୁ ଆମର ଲୋକ ସାହିତ୍ୟ ଏବଂ ଲୋକ ସଂସ୍କୃତି ଏବଂ ଆମ ସାହିତ୍ୟକୁ ସମୃଦ୍ଧ କରି ରଖିଥିବା ସେ ଅନ୍ନଦା ଶଙ୍କର ରାୟ ହୁଅନ୍ତୁ ବା ଏପଟେ ଫକୀର ମୋହନ ସେନାପତି ଯେଉଁ ତାଙ୍କର ପୁତ୍ରର ମୃତ୍ୟୁ ପରେ ସେ ଯେତେବେଳେ ଏଠି ଥିଲେ ଦେୱାନଗିରି କରୁଥିଲେ, ଆସିଷ୍ଟାଣ୍ଟ ମ୍ୟାନେଜର ଥିଲେ, ସେ ସମୟରୁ ଆମର ଏଇ ଯେଉଁ ସାହିତ୍ୟକୁ ପରିବ୍ୟାପ୍ତ କରିଛନ୍ତି, ଆମ ସଂସ୍କୃତିକୁ ମଧ୍ୟ ସେତିକି ସମୃଦ୍ଧ କରିଛନ୍ତି। ଯେଉଁ ଦଣ୍ଡ ନାଚ ଆଜି ପର୍ଯ୍ୟନ୍ତ ମଧ୍ୟ ଆମର ଲୋକକଳା ଭାବରେ ରହିଛି ଏବଂ ଆଜି ପର୍ଯ୍ୟନ୍ତ ବାଦି ପାଲା ବାଦି ଦଣ୍ଡ ଦେଖିବା ପାଇଁ ଢେଙ୍କାନାଳରେ ଭିଡ଼ ଜମେ। ବଣ୍ଡି ନାଚ ଯାହା ବା ଘୁଡ଼ୁକି ନାଚ ପ୍ରାୟତଃ ଅନ୍ୟ କୌଣସି ଅଞ୍ଚଳରେ ଦେଖିବାକୁ ବିଶେଷ ମିଳେ ନାହିଁ ଏବଂ ବାଉଁଶରାଣୀ ଖେଳ ଆମର ଢେଙ୍କାନାଳର ଯେଉଁ କେଳାମାନଙ୍କ ଦ୍ୱାରା କେଳା ସମ୍ପ୍ରଦାୟର ଲୋକମାନଙ୍କ ଦ୍ୱାରା ତାହା ହୁଏ, ଯାହା ଏବେ ଆନ୍ତର୍ଜାତିକ ସ୍ତରରେ ଖ୍ୟାତି ଲାଭ କଲାଣି। ଆଉ ବଣ୍ଡି ନାଚ ଗୋଟେ ସ୍ୱତନ୍ତ୍ର ଧରଣର ନାଚ। ସେ ଚନ୍ଦ୍ରସେଣାଙ୍କ ଭଉଣୀଙ୍କ ଚରିତ୍ରକୁ ନେଇ ଯେତେବେଳେ ସେ ନାଚଟି ଆମର ତାର ଗୋଟେ ଅଲଗା ଐତିହ୍ୟ ରହିଛି, ତାର ଇତିହାସ ତା ପ୍ରଚ୍ଛଦ ପଟରେ ଅଲଗା କାହାଣୀ ରହିଛି। ତେଣୁ ଏଇ ଯେଉଁ ବଣ୍ଡି ଘୁଡ଼ୁକି ନାଚ, ଘୁଡ଼ୁକି ବୋଲି ଯେଉଁ ବାଜା ଆଜି ପର୍ଯ୍ୟନ୍ତ ମଧ୍ୟ କେହି କେହି ସେ ଘୁଡ଼ୁକି ବାଜାଟିକୁ ଧରି ତାକୁ ଆମେ ବଞ୍ଚେଇ ରଖିଛେ, ଆମର ଜିଲ୍ଲା ପ୍ରଶାସନ ତାକୁ ବଞ୍ଚେଇ ରଖିଛନ୍ତି। ଲୋକକଳା ଲୋକ ସଂସ୍କୃତି ଯେଉଁ ପରିଷଦ ଗଠନ କରାଯାଇଛି ଢେଙ୍କାନାଳର ତା ମାଧ୍ୟମରେ ସେ ତାକୁ ବଞ୍ଚେଇ ରଖିଛନ୍ତି ଏବଂ ଆମର ସଂସ୍କୃତି ବିଭାଗର ନିର୍ଦ୍ଦେଶକ ସମର ତରଙ୍ଗକୁ ଯେତେବେଳେ ବାଲାଡ ଫର୍ମରେ ଗୋଟେ ଗୀତିନାଟ୍ୟ କରିବା ପାଇଁ ଅର୍ଥ ଅନୁମୋଦନ କରିଛନ୍ତି, ଏ ହେବ ଆମ ଢେଙ୍କାନାଳର ପରିଚୟ, ଢେଙ୍କାନାଳ ସଂସ୍କୃତିର ପରିଚୟ ଏବଂ ତା ଭିତରେ ରହିବ ଢେଙ୍କାନାଳରେ ଅଭିନୀତ ହେଉଥିବା ସମସ୍ତ ଲୋକକଳା, ସମସ୍ତ ସଂସ୍କୃତି ସମ୍ପନ୍ନ ଯେତେ ସବୁ ସାହିତ୍ୟ, ସବୁ ଆର୍ଟ ଫର୍ମ ଗୁଡ଼ିକ ଆମର ତା ଭିତରେ ସନ୍ନିବେଶିତ ହୋଇକି ତାହା ପରିବେଶିତ ହେବ ବାଲାଡ ଫର୍ମରେ। କାହିଁକି ନା ସେ ହେଉଛି ସମଗ୍ର କେବଳ ଭାରତୀୟ ସାହିତ୍ୟ ନୁହଁ, ପୃଥିବୀ ସାହିତ୍ୟର ପ୍ରଥମ ବାଲାଡ ଫର୍ମ ହେଉଛି ସମର ତରଙ୍ଗ, ଯାହା ଆମେ ହୁଏତ ଜାଣିନାହିଁ ବା ମୁଁ ତ କହୁଛି ମୁଁ ଥିଲି ଅଜ୍ଞ, ଯାହା ମୁଁ ଏବେ ଅଳ୍ପ କିଛି ଦିନ ତଳେ ଜାଣିଲି। ତେଣୁ ଗୋଟେ ସମୃଦ୍ଧ ପରମ୍ପରାକୁ ନେଇ ଯେଉଁ ସଂସ୍କୃତି ସମ୍ପନ୍ନ ଢେଙ୍କାନାଳରେ ଆମେ ଜନ୍ମଗ୍ରହଣ କରିଛେ, ଆମେ ନିଶ୍ଚିନ୍ତ ଭାବରେ ଗର୍ବିତ ହେବା ଏବଂ ତାକୁ ଯେଉଁମାନେ ଆମର ପୂର୍ବସୂରୀ ଯେଉଁମାନେ ଆମ ପାଇଁ ଛାଡ଼ି ଯାଇଛନ୍ତି ଏତେ ଉନ୍ନତ ମର୍ଯ୍ୟାଦା ସମ୍ପନ୍ନ ସଂସ୍କୃତି, ଯେଉଁଥିରେ କେବଳ ଲୋକକଳା ନୁହଁ ଶାସ୍ତ୍ରୀୟ କଳା ଏବଂ ଶାସ୍ତ୍ରୀୟ ସାହିତ୍ୟକୁ ମଧ୍ୟ ମାନ୍ୟତା ଦିଆଯାଇଛି। ଯଦି ଆଜି ଭାରତରେ ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଛି, ତାର ପ୍ରଥମ ଅବଦାନ ଯିବ ଢେଙ୍କାନାଳ ପୁତ୍ର ଗୋଲକ ବିହାରୀ ଧଳଙ୍କ ପାଇଁ ଏବଂ ତାଙ୍କ ନାଁଟି ଯଦି ମୁଁ ସ୍ମରଣ ନ କରିବି ତାହେଲେ ଦୋଷୀ ହେଇଯିବି। କାହିଁକି ନା ଗୋଲକ ବିହାରୀ ଧଳଙ୍କର ଯେଉଁ ଲିପିତତ୍ତ୍ୱ ଏବଂ ଧ୍ୱନିତତ୍ତ୍ୱ ପୁସ୍ତକ ବା ଓଡ଼ିଆ ଭାଷା ଉପର ଯେଉଁ ଗବେଷଣା ଜନ୍ ବିମ୍ସଙ୍କ ପ୍ରରୋଚନାରେ ସେ ଯେଉଁ ପୁସ୍ତକଟି ରଚନା କରିଛନ୍ତି, ଯାହା ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ଦେବା, ତାପରେ ଲିଙ୍ଗୁଇଷ୍ଟିକ୍ସ ଉପରେ ପାଠ ପଢ଼ିବା, ଭାଷା ତତ୍ତ୍ୱ ଉପରେ ପାଠ ପଢ଼ିବା, କାମ କରିବା ପାଇଁ ଅନ୍ୟ ସବୁ ଛାତ୍ରଛାତ୍ରୀମାନଙ୍କୁ ପ୍ରେରଣା ଯୋଗାଇଥିଲା ଏବଂ ତା ବାଦେ ଅନ୍ୟ ଲେଖକମାନେ ଆହୁରି ଅଧିକରୁ ଅଧିକ ଗବେଷଣା କରିଛନ୍ତି, ଓଡ଼ିଆ ଭାଷା ଉପରେ ଅଧିକ ପୁସ୍ତକ ରଚନା କରିଛନ୍ତି। ତାର ମୂଳଦୁଆ ସ୍ଥାପନ କରିଥିଲେ ଗୋଲକ ବିହାରୀ ଧଳ ଏବଂ ଗୋଲକ ବିହାରୀ ଧଳଙ୍କର ସମସ୍ତ ବଂଶଜ, ସେ ବ୍ରଜବିହାରୀ ଧଳ ହୁଅନ୍ତୁ, ରମେଶ ଧଳ ହୁଅନ୍ତୁ, ତା ପରବର୍ତ୍ତୀ ଅବସ୍ଥାରେ ଅନ୍ୟ ବିଭାଗରେ ସାହିତ୍ୟ ରଚନା କରିଛନ୍ତି, କିନ୍ତୁ ପ୍ରଥମରୁ ଗୋଲକ ବିହାରୀ ଧଳ ହିଁ ଏ ବାବଦରେ ଯେଉଁ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ଭାଷା ମାନ୍ୟତା ଦେବା ପାଇଁ ଆଜିକା ଦିନରେ ସମସ୍ତେ ବିଭିନ୍ନ ଜାଗାରେ ବିଭିନ୍ନ କଥା କହୁଛନ୍ତି, କିନ୍ତୁ ଆମେ ନିଶ୍ଚିତ ସମସ୍ତେ ସ୍ୱୀକାର କରିବେ ଗୋଲକ ବିହାରୀ ଧଳ ହିଁ ଏକମାତ୍ର ବ୍ୟକ୍ତି ଯେ ଏ ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ପାଇଁ ମୂଳ ଦୁଆ ସ୍ଥାପନ କରିଥିଲେ ଏବଂ ଓଡ଼ିଆ ପ୍ରଫେସର ଭାବରେ ପ୍ରଥମ ବ୍ୟକ୍ତି ମଧ୍ୟ ସେ ଆମ ଢେଙ୍କାନାଳର ଅବଦାନ। ତା ବାଦେ ଯଦି ଆମେ ଦେଖିବା ପ୍ରଥମ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ଏବଂ ଯାହାଙ୍କ ସମୟରେ ସବୁଠାରୁ ବେଶୀ କାମ ହୋଇଥିଲା ଓଡ଼ିଶାରେ ସମୃଦ୍ଧିମୂଳକ କାମ ହୋଇଥିଲା, କାହିଁକି ନା ଦେବେନ୍ଦ୍ର ଶତପଥୀଙ୍କର ଯେଉଁ ଉଦ୍ୟମ ଥିଲା
ताकू कार्यकारी करथिले नंदिनी शतपथी। से जदिओ कालिंदी चरण पाणिग्राहींकर कन्या किंतु ढेंकानाळर बहु हिसाब रे देवेंद्र शतपथींकर पत्नी हिसाब रे तांकर केवल साहित्य केवल नुह ढेंकानाळर संस्कृति को परिव्याप्त करिबा पई से सेई खदड लुगा से गांधी को आदर्श अनुप्राणित होई से धळा लुगा चारि हाथ पिंडी से सबु आडे बसुथिले। रास्ता कड़े से मुख्यमंत्री थिला बेले मध्य रास्ता कड़े काठ चौकी रे बसिथिबे बा बेंच रे बसी पड़िबे बा कहा बरंडा रे बसी पड़ी कि से संस्कृति को अनुध्यान करिवे। जदि कोठी केला नाच होउची साप नाच हो साप खेल होउची बा मांकड़ नाच होउची जहा आम ढेंकानाळर परंपरा मांकड़ नाच करिबा सापुआ केला मानक द्वारा साप खेल देखैबा ई होउची गोटे अनन्य संस्कृति। एबे जेहेतु आमर प्राणी मानक ऊपर अत्याचार होउची बोली कहि काहे ना ई केवल ता नथिला ई रोजगार रो माध्यम थिला किछि संप्रदाय मानकर रोजगार रो माध्यम थिला। तो धीरे धीरे सबुठारु बड़ कथा है ढेंकानाळ लोक तार स्वाभिमान रे बंचे। आमे जदि तार ऐतिह्य को देखिबा आमर सबुठारु संस्कृति संपन्न कथाटी है आमे कहा पाखरे हाथ पतेबा नाही। ढेंकानाळ लोक ढेंकानाळ ले आगरु भिकारी नथिले ए कथा निश्चिंत समस्त स्वीकार करिवे। आमे कहा पाखरे हाथ पतेबा सिखि नथिले आम संस्कृति हमकु सिखै नथिला। आमे जे कोनोसी प्रकार रे आमे कार्य करिबा खाइबा खटिबा खाइबा आमर स्वेद अर्जित बा आम श्रम झाल दे आमे जेतिकी अर्जन करिबा सेतिकी रे हमर उदर पोषण करिबा एतिकी आमे सिखितिले। धीरे धीरे विभिन्न कारणरू आमे से संस्कृति को धीरे धीरे आमे ता देहरु बाहरी गलेनी। निश्चिंत भाव रे मु स्वीकार करिबी एभली गोटे ऐतिह्य संपन्न संस्कृति संपन्न जाति तार संस्कृति को बजाय रखू। से जो वाइल्ड क्रिएचर बा वन्य जंतु माननको जो संरक्षण बिल रही से एक्ट रे मांकड़ नचा ई सब खेल गुड़िक बंद हो गला जहाँ ढेंकानाळ लोक मानकर पेट पाटणार माध्यम थिला। जे से अत्याचार करा जाउची से बंदी करा जाउची किंतु से मांकड़ नाच ता भितरे से जो गीत बोलुथुबो देखा देखा तो अंटा भंगा चाली से मांकड़ चालुथुबो से जो ट्रेनिंग थिला से सुआ माने जो कान रे कहिबा तमर भाग्य कहिबा ये मध्य ढेंकानाळ रो गोटे परंपरा थिला से मध्य हजि गला। जो साप खेलेबा साप धरी की से जो कहूथुबो पद्म तोला बोलुथुबो से जते बेले पेड़ी भितरु बाहरी आसुथुबो विभिन्न प्रकार साप देखिबा ता द्वारा हमर पिला माने जानुथिले से मानु से साप मानकर प्रजाति चिन्हुथिले से साप मानु से माने अंतत संरक्षण करथिले बाडी की मारी दउ नथिले। आज का दिन रे हम घर बाहर हम बाड़ी की मारी दउछु सेते बेले केला माने नेकी ताकू पेट पाटणार माध्यम रूपे रखुथिले। तो धीरे धीरे आमे जेतिकी आधुनिक हेइछे आम संस्कृति को सेतिकी परिवर्तित करिछि एवं कलुषित करिछि। आज का दिन रे आमे से गुडी को हरै दैछे जहा आम पिला मानक पई आमे साहित्य रखिबा कथा ताहा क्षोभर सहित कहिबी से गुडी को आमे साहित्य पारिले नाही एवं आमे गोटे जो सुंदर भविष्य आम पिला मानक को दबा कथा से सुंदर भविष्य ठारू से संस्कृति संपन्न जाति को चिन्हैबा बदल रे आमे केते कलुषित होइछे ताकू चिन्हैबा पई सेतिकी व्यग्र भगवान करंतु से जो संस्कृति गुडी को जो जहा आमको समृद्ध करितिला जो उच्चांग साहित्य जो उच्चांग लोककला जो रामलीला रामायण रो मध्य एई राजवंशर अवदान रामायण रो प्रचार प्रसार पई रामावत बोली जने नागा सन्यासी को एठारे ही से करिदिले जे घर घर रामायण प्रचार हबो पढ़ा हबो से तांको निष्कर जमी प्रदान करिथिले एवं से अनुसार से रामायण रो प्रचार प्रसार करिथिले। ये मध्य ढेंकानाळ राजांकर अवदान जा फल रे रामलीला जो थुरु आरंभ होइतिला रामलीला आम ढेंकानाळ रो प्रांतीय अंचल रे आमे देखु प्रांतीय अंचल कहले कटक पाखा पाखी जो अंचल गुडी को सेठी आमे देखु रामलीला जहा बा कृष्ण लीला प्रति गारे गारे अभिनीत होई थाए विभिन्न समय रे वर्षर विभिन्न समय रे। तेणु ई होउची गोटे सुंदर संस्कृति जदि आमे देखिबा ढेंकानाळ पई गोटे एते सुंदर संस्कृति संपन्न ढेंकानाळ पई अनेक कथा कहा जाई पारे बा आमे भाग भाग करि देई परिबा तार केवल साहित्य को बा तार लोककला को बा तार नृत्य तार वाद्य कोन रहिछि लोक वाद्य कोन रहिछि संस्कृति संपन्न ताले बोथे सब ये रे गोटे गोटे विभाग हे जिवो बा गोटे गोटे एपिसोड हे जिवो।
ମୁଁ ଜାଣିନି କେତେ ଆପଣ ମାନଙ୍କୁ ସନ୍ତୁଷ୍ଟ କରିପାରିଲି। ନିଶ୍ଚିତ ଭାବରେ ଆହୁରି ଅନେକ କଥା କହିବାର ଅଛି, କିନ୍ତୁ ମତେ 40 ମିନିଟ୍ ଯେହେତୁ ଦିଆଯାଇଥିଲା, ବୋଧହୁଏ ମୋର ଅବଧି ପ୍ରାୟ ଶେଷ ହୋଇ ଆସିଛି। ତେଣୁ ଏଇଠୁ ସମସ୍ତଙ୍କୁ ପୁଣି ବିନମ୍ର ଅନୁରୋଧ, ଯଦି ମୋର କୋଉଠି ତ୍ରୁଟି ଥାଏ ତାହେଲେ ମତେ କ୍ଷମା କରିଦେବେ। ଏବଂ ଆପଣ ମତେ ଶୁଣିଛନ୍ତି, ଏତିକି ସମୟ ଦେଇଛନ୍ତି, କାହିଁକି ନା ସବୁବେଳେ ମୁଁ କହେ ବକ୍ତା ହବା ଠାରୁ ଶ୍ରୋତା ହବା ଆହୁରି କଠିନ କାର୍ଯ୍ୟ। ଶୁଣିବାର ଧୈର୍ଯ୍ୟ ଯଦି ନଥିବ ତାହେଲେ ଆମେ ବକ୍ତା କେବେ ହେଇପାରିବା ନାହିଁ। ତେଣୁ ଶୁଣିବାର ଧୈର୍ଯ୍ୟଟା ହଉଛି କହିବାର ଲୋକଠାରୁ ଆହୁରି ଅଧିକ। ସେତିକି ମାନସିକ ପ୍ରସ୍ତୁତି ନହେଲେ ଜଣେ ଶୁଣିବାର ଧୈର୍ଯ୍ୟ ରଖିପାରେ ନାହିଁ। ଆପଣ ମାନେ ଶୁଣିଛନ୍ତି, ସେଥିପାଇଁ ଆପଣ ମାନଙ୍କ ପାଖରେ ମୁଁ କୃତଜ୍ଞ। ଏବେ ନିଶ୍ଚିତ ଭାବରେ ମୁଁ ଚିନ୍ମୟ ରଞ୍ଜନକୁ କହିବି, ଯଦି କୌଣସି ପ୍ରଶ୍ନ ମୋ ପାଇଁ ଥିବ, ମତେ କେହି କିଛି ପ୍ରଶ୍ନ କରିଥିବେ, ମୁଁ ମୋର ସ୍ୱଳ୍ପ ବୁଦ୍ଧିରେ ଯଦି କାହାକୁ ସନ୍ତୁଷ୍ଟ କରିପାରିବି ତାହେଲେ ମତେ କହିବେ। ଚିନ୍ମୟ କୁମାର। ହଁ, ଧନ୍ୟବାଦ ମ୍ୟାଡାମ, ଆପଣଙ୍କର ଏଇ ହୃଦୟ ସ୍ପର୍ଶୀ ବକ୍ତବ୍ୟ ଏବଂ ସୁନ୍ଦର ବକ୍ତବ୍ୟ ଆମକୁ ମନ୍ତ୍ରମୁଗ୍ଧ କରିଛି। ଏବଂ ବର୍ତ୍ତମାନ ମୁଁ ଅନୁରୋଧ କରିବି ସଦାନନ୍ଦଙ୍କୁ, ଯଦି କୌଣସି କ୍ୱେଶ୍ଚିନ୍ ଅଛି ତାହେଲେ ସେ ମ୍ୟାଡାମ କୁ ପଚାରିବେ। ସଦାନନ୍ଦ। ଆଜ୍ଞା ସାର୍, ଜଣେ ପଚାରିଛନ୍ତି ମ୍ୟାଡାମ ଯେ ଢେଙ୍କାନାଳରେ ପୁରାତନ ଜଗନ୍ନାଥ ମନ୍ଦିର ଅଛି କି ନାହିଁ, ଯଦି ନାହିଁ ତାହେଲେ କାହିଁକି? ନାଇଁ, ଜଗନ୍ନାଥ ମନ୍ଦିର ପୁରାତନ ନାହିଁ। କାହିଁକି ନା ଏଠି ଯେହେତୁ ହରିସିଂ ବିଦ୍ୟାଧର ଜଗନ୍ନାଥ ମନ୍ଦିର, ଯେହେତୁ ଗଜପତି ରାଜା ପୁରୀର ଗଜପତି ରାଜା ପ୍ରତାପ ରୁଦ୍ର ଦେବ ତାଙ୍କର ଅନୁଗାମୀ ହଉଛନ୍ତି ହରିସିଂ ବିଦ୍ୟାଧର। ତେଣୁ ଜଗନ୍ନାଥଙ୍କ ବାଦେ, ପୁରୀ ଜଗନ୍ନାଥଙ୍କ ବାଦେ ଅନ୍ୟ କୋଉଠାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରିବା ପାଇଁ ହରିସିଂ ବିଦ୍ୟାଧର ତାଙ୍କ ଅଞ୍ଚଳରେ ଗୁରୁତ୍ୱ ଦେଇନାହାନ୍ତି। ଏବଂ ସେଇ ଅନୁସାରେ ପ୍ରାୟତଃ ଆଗରୁ ରାଜା ମହାରାଜା ମାନେ ହିଁ ତାଙ୍କର ଅନୁଗ୍ରହରେ ମଠ ମନ୍ଦିର ସ୍ଥାପନା ହଉଥିଲା। ଆଉ ଯଦି ଆମେ ଦେଖିବା ଢେଙ୍କାନାଳର ଲୋକମାନଙ୍କର ସେତେବେଳେ ତତ୍କାଳୀନ ରୋଜଗାର ଆୟର ପନ୍ଥା କେବଳ ମାତ୍ର ଥିଲା ଏଇ ଯୋଉ କଥା କହୁଥିଲି, ସେ କେଳା ନାଚ ହଉ, ସାପ ଖେଳା ହଉ, ମାଙ୍କଡ ନାଚ ହଉ, ଏମିତି ବିଭିନ୍ନ କଥା ଥିଲା। ବାହାରେ ଚାକିରି କରିବା, ରାଜ ଦରବାରରେ ସିପାହୀର କାର୍ଯ୍ୟ କରିବା, ସରକାରୀ କାର୍ଯ୍ୟ କରିବା, ରାଜାଙ୍କ ଅଧୀନରେ କାମ କରିବା, ବା ବାହାରକୁ ଯିବା ବହୁତ କମ ଲୋକ କରୁଥିଲେ। କୃଷି ଉପରେ ନିର୍ଭର କରୁଥିଲେ। ତେଣୁ ହରିସିଂ ବିଦ୍ୟାଧର କେବେ ଚାହୁଁନଥିଲେ ଯେ ପୁରୀର ଗଜପତି ରାଜାଙ୍କର ଦ୍ଵାରା ଯୋଉ ଜଗନ୍ନାଥ ଧାମ ରହିଛି, ତା ଠାରୁ ଆଉ କୌଣସି ଜଗନ୍ନାଥ ସଂସ୍କୃତି ପ୍ରସାରିତ ହଉ। ସେଇଥିପାଇଁ ସେ ବଳରାମ ମନ୍ଦିର, ତାଙ୍କର ବଡ ଭାଇ ବଳରାମଙ୍କ ନାମରେ ବଳରାମ ମନ୍ଦିର ସ୍ଥାପନ କଲେ। ସେଇଠି ଜଗନ୍ନାଥ ତାଙ୍କ ସହିତ ପୂଜିତ ହଉଛନ୍ତି। ଏବଂ ଆମର ଜଗନ୍ନାଥ ମନ୍ଦିର, ବଳରାମ ମନ୍ଦିରରେ ଯୋଉ ଜଗନ୍ନାଥ ଉଭୟ ତିନି ଜଣ ଯାକ, ବଳଭଦ୍ର, ଜଗନ୍ନାଥ ଏବଂ ସୁଭଦ୍ରା, ସେ ପଥରରେ ତିଆରି, କାଠରେ ତିଆରି ନୁହନ୍ତି। ଯେତେବେଳେ ରଥଯାତ୍ରା ହୁଏ, ରଥଯାତ୍ରା ସମୟରେ ଅଲଗା କାଠର ବିଗ୍ରହଙ୍କୁ ଅଣାଯାଏ ରଥକୁ, କିନ୍ତୁ ମୂଳ ମୂର୍ତ୍ତି କେବେ ଆସନ୍ତି ନାହିଁ ରଥରେ ଆମର। ତେଣୁ ବଳରାମଙ୍କ ମନ୍ଦିର, ତାଙ୍କ ସହିତ ଜଗନ୍ନାଥ ପୂଜିତ ହୁଅନ୍ତି। ପ୍ରାଚୀନ ଜଗନ୍ନାଥ ମନ୍ଦିର ପ୍ରାୟତଃ ଆମର ନାହିଁ। ପ୍ରାଚୀନ ଶୈବ ପୀଠ ରହିଛି, କିନ୍ତୁ ଶକ୍ତି ପୀଠ ରହିଛି ଆମର ରାମଚଣ୍ଡୀ, କିନ୍ତୁ ନାହିଁ। କୁଆଳର ଅଷ୍ଟଶମ୍ଭୁ ଅଛନ୍ତି, ଶୈବ ପୀଠ ରହିଛି କିନ୍ତୁ ନାହିଁ ଜଗନ୍ନାଥ ମନ୍ଦିର ନାହିଁ, ଯାହା ବଳରାମଙ୍କ ସହିତ ସେ ପୂଜିତ ହୁଅନ୍ତି। ଆଜ୍ଞା ମ୍ୟାଡ଼ାମ, ଧନ୍ୟବାଦ। ଆଉ ଜଣେ କ୍ୱେଶ୍ଚିନ୍ ପଚାରିଛନ୍ତି ଯଜାତି ନାୟକ, ଧନ ଆଜ୍ଞା। ଧାନ୍ୟ ପୁଷ୍ପ ଭରା ଗୀତର ହଁ ଲେଖକ କିଏ? ହଁ, ମୁଁ ଟିକେ ଭୁଲି ଯାଇଛି, ରୁହନ୍ତୁ। ବନ୍ଦୋପାଧ୍ୟାୟ, ବନ୍ଦୋପାଧ୍ୟାୟ। ଆଜ୍ଞା, ଏଇ ଯୋଉ ହଁ, ଆପଣ କହୁଥିଲେ ଧନଧାନ୍ୟ ପୁଷ୍ପଭରା, ସେ ଟ୍ରେନରେ ଆସୁଥିଲା ବେଳେ ଟ୍ରେନରେ ନୁହଁ। ଟ୍ରେନ ନାହିଁ, ସେ ଟ୍ରେନ ସେତେବେଳେ ନଥିଲା, ବହୁ ପରେ ଆମର ଟ୍ରେନ ହେଲା। ମୁଁ କହିଲି ଘୋଡା ଗାଡିରେ ସେ ଯେତେବେଳେ ଅନୁଗୁଳରୁ ନରସିଂହପୁର ଦେଇକି, ସେ ଯୋଉ ରାସ୍ତା ଅଛି ଅନୁଗୁଳରୁ ରାସୋଳ ଛଦେଶ ଅଞ୍ଚଳ ଦେଇକି ନରସିଂହପୁରରୁ ଦେଇକି କଟକ ଆସୁଥିଲେ, ସେଇ ଯୋଉ ଅଞ୍ଚଳ ଦେଇ ଆସୁଥିଲେ, ସେଇ ସମୟରେ ସେ ରଚନା କରିଥିଲେ। ଅନୁଗୁଳରୁ କଟକ ଆସିବା ରାସ୍ତାରେ ସେ ଲେଖିଥିଲେ, ଘୋଡା ଗାଡିରେ। ସେତେବେଳେ ସେ ମାଜିଷ୍ଟ୍ରେଟ ସାହେବ ଥିଲେ, ତେଣୁ ସେ ଘୋଡା ଗାଡିରେ ହିଁ ଆସୁଥିଲେ। ମୁଁ ଚିନ୍ମୟ କୁମାରଙ୍କୁ ପରେ କହିଦେବି, ମୋର ଟିକେ ଠିକ ସେ ମନେ ପଡୁନି ସେ ଆଜ୍ଞା। ଲେଖକଙ୍କ ନାଁ। ଆଜ୍ଞା ଆଉ ଗୋଟେ ପ୍ରଶ୍ନ ମ୍ୟାଡ଼ାମ, ଲାଷ୍ଟ ପ୍ରଶ୍ନ। ଆଜ୍ଞା ଆଜ୍ଞା ଯେ ଆଜ୍ଞା। ମ୍ୟାଡ଼ାମ, ଏବେ ଯୋଉ କରମୂଳ ପାଖରେ ଯୋଉ ଅଷ୍ଟଶମ୍ଭୁ ମନ୍ଦିର ଅଛି,
ତାର ଏ ଭଗ୍ନାବଶେଷ କରମୂଳ ନୁହଁ, କୁଆଡୁ ଅଷ୍ଟଶମ୍ଭୁ ମନ୍ଦିର, ହଁ କରମୂଳରେ କୁଆଳୁ ଦୌଡେଶ୍ଵର ହଁ ମନ୍ଦିର, ସେ ଦୌଡେଶ୍ଵର ମନ୍ଦିର ଯୋଉ ଭଗ୍ନାବଶେଷ କାହିଁକି ଗଣେଶ ଖୋଲରେ ଅଛି। ଏବେ ଭାଙ୍ଗି ଯାଇଛି, ଅର୍ଦ୍ଧଭଗ୍ନ ଅବସ୍ଥାରେ ହଁ ଅଛି। ଭାଙ୍ଗି ଯାଇଛି, ସବୁ ଭଙ୍ଗାରୁଜା ଅବସ୍ଥାରେ ଅଛି। କରମୂଳ ପାଟଣାର ଯୋଉ ମୂଳ ଯୋଉ ଗଡଟି ଥିଲା ସେ ଭଙ୍ଗାରୁଜା ଅବସ୍ଥାରେ ଜରାଜୀର୍ଣ୍ଣ ଅବସ୍ଥାରେ ଅଛି। ତାକୁ ସଂସ୍କୃତି ବିଭାଗ ତରଫରୁ ବା ପ୍ରତ୍ନତତ୍ତ୍ୱ ବିଭାଗ ତରଫରୁ କେହି ବି ଗୁରୁତ୍ୱ ଦେଇନାହାନ୍ତି। ମୁଖ୍ୟତଃ ମୁଁ କହିବି ଏଥିପାଇଁ ଆମର ଜିଲ୍ଲା ପ୍ରଶାସନ ହୁଏତ ଉଚିତ ପଦକ୍ଷେପ ନେଇନାହାନ୍ତି ଏବଂ ସେଥିପାଇଁ ଜିଲ୍ଲା ପ୍ରଶାସନ ନୁହଁ, ଆମ ଢେଙ୍କାନାଳବାସୀ ଦାୟୀ ଯେ ଆମର ଐତିହ୍ୟକୁ ଆମର ସଂସ୍କୃତିକୁ ଆମେ ଉଦ୍ଧାର କରିପାରୁନାହିଁ। ଆଜ୍ଞା ଧନ୍ୟବାଦ ମ୍ୟାଡାମ। ବର୍ତ୍ତମାନ ମୁଁ ଚିନ୍ମୟ ସାରଙ୍କୁ କହିବି ସଭାପତିତ୍ୱ ଅଭ୍ୟାସ ଧନ୍ୟବାଦ ମ୍ୟାଡାମ ରଥ ଏବଂ ଧନ୍ୟବାଦ ସଦାନନ୍ଦ ରାଉତ। ବର୍ତ୍ତମାନ ମୁଁ ବହୁ ୟଙ୍ଗ ଥିଲେ ମଧ୍ୟ ସଭାପତିତ୍ୱ ନେଇଛି। ସେଇ କାର୍ଯ୍ୟଟିକୁ ମୁଁ କେତେ ଦୂର ସମ୍ପାଦନ କରିପାରୁଛି ମୁଁ ଜାଣିନି, ତଥାପି ଯାହା ଭୁଲ ଥିବ କ୍ଷମା ଦେବେ। ମ୍ୟାଡାମଙ୍କର ଅଭିଭାଷଣ ପ୍ରକୃତରେ ମନ୍ତ୍ରମୁଗ୍ଧ ଥିଲା ଏବଂ ଆମ ଢେଙ୍କାନାଳର ବହୁତ ଜିନିଷ ଆମେ ଜାଣି ପାରିନଥିଲୁ ଏବଂ ଆପଣ ଆମକୁ ଆଲୋକପାତ କଲେ, ସେଥିପାଇଁ ହୃଦୟରୁ ବହୁତ ବହୁତ ଧନ୍ୟବାଦ। ଆପଣ କହିଥିବା ପ୍ରଥମରୁ ମୁଁ କିଛି ସଂକ୍ଷେପରେ ଏସବୁ ଜିନିଷକୁ କହିବି। ଯେତେବେଳେ ପ୍ରଥମେ ଜନ୍ ବିମ୍ସ ଦେଇଥିବା ଷ୍ଟେଟମେଣ୍ଟ ଥିଲା ଯେ ଓଡିଆ ଏକ ସ୍ଵତନ୍ତ୍ର ଭାଷା ନୁହେଁ। ତାକୁ ଜନ୍ ବିମ୍ସ କହିନଥିଲେ, କାନ୍ତିଲାଲ ଭଟ୍ଟାଚାର୍ଯ୍ୟ ଆଦି ବଙ୍ଗାଳୀ ଲେଖକ ମାନେ କହିଥିଲେ। ଓକେ ବଙ୍ଗାଳୀ ଲେଖକ, ଆଜ୍ଞା ଧନ୍ୟବାଦ। ସେତେବେଳେ ଆମର ଓଡିଶାର ମାନେ ମୁଖ୍ୟତଃ ଆମ ଢେଙ୍କାନାଳର ଗୋଲକ ବିହାରୀ ଧଳଙ୍କ ଦ୍ଵାରା ଯୋଉ ଲିଖିତ ନାଇଁ ସେତେବେଳେ ଭଗୀରଥ ମହେନ୍ଦ୍ର ବାହାଦୁର ଥିଲେ ଆମର ରାଜା ଆଜ୍ଞା ଏବଂ ତାଙ୍କ ପ୍ରରୋଚନାରେ ଜନ୍ ବିମ୍ସ ଏସିଆଟିକ ସୋସାଇଟିରେ ତାଙ୍କର ଗୋଟେ ପ୍ରବନ୍ଧ ଲେଖିଥିଲେ ଓଡିଆ ଭାଷା ସମ୍ପର୍କରେ। ଯାହାକି ଓଡିଆ ଭାଷାକୁ ସ୍ୱତନ୍ତ୍ର ଭାଷାର ମାନ୍ୟତା ଦବାରେ ବେଶୀ ସାହାଯ୍ୟ କରିଥିଲା। ଆଉ ଆଜ୍ଞା ଡବ୍ଲ୍ୟୁ ଆଜ୍ଞା ମିଲର ଆମର ଓଡିଆ ଇଂରାଜୀ ଟ୍ରାନ୍ସଲେସନ ବହି ସେ ଯୋଉ କଣ କୁହାଯାଏ ଡିକ୍ସନାରୀ ତିଆରି କରିଥିଲେ। ଡିକ୍ସନାରୀ ଆଜ୍ଞା। ତାହେଲେ ଆମେ ଆଜ୍ଞା ଏଇଥିରେ ଆପଣଙ୍କ ଏଇ ବକ୍ତବ୍ୟରେ ଆମେ ଜାଣିପାରୁଛୁ ଯେ ଆମର ଢେଙ୍କାନାଳର ବହୁ ଅବଦାନ ରହିଛି ଓଡିଶାର ଓଡିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ଦେବାରେ। ତେଣୁ ଆମେ ଆଜ୍ଞା ସେଥିପାଇଁ ବହୁତ ନିଜକୁ ଗୌରବ ମଧ୍ୟ ମନେ କରୁଛୁ ଯେ ଢେଙ୍କାନାଳର ଅବଦାନ ଓଡିଶାର ଓଡିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ପାଇବାରେ ଯୋଉ ମୁଖ୍ୟ ଭୂମିକା ରହିଛି ତାହା ଆମକୁ ଆପଣ ଆଲୋକପାତ କଲେ। ତାପରେ ପରେ ଆଲୋକପାତ କଲେ ଆପଣ ନନ୍ଦିନୀ ଶତପଥୀ ଯିଏକି ଆମ ଢେଙ୍କାନାଳର ବହୁ ଦେବେନ୍ଦ୍ର ଶତପଥୀଙ୍କ ଦ୍ଵାରା ଥିବା ଯୋଉ ସବୁ ହଁ କାର୍ଯ୍ୟ ଏଇଠି କରିବା ଆଉ ପାଇଁ ଗୋଟେ ସୂଚନା ବି ଦେଇ ପାରିବି। ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର ଯିଏକି ପ୍ରଥମ କରି ପାଖାପାଖି 8 ବର୍ଷ ହେଲା ଆମର ଓଡିଆ ଭାଷାରେ କେହି ପାଉନଥିଲେ। ଓଡିଆ ଭାଷାର ଖାଲି ପଡୁଥିଲା ରାଷ୍ଟ୍ରପତି ପୁରସ୍କାର ପାଇବା, ଓଡିଆ ଶାସ୍ତ୍ରୀୟ ଭାଷା ପୁରସ୍କାର ପାଇବା। ଯିଏ ଗତ ବର୍ଷ ପାଇଛନ୍ତି ଆମର ଅନ୍ତର୍ଯ୍ୟାମୀ ମିଶ୍ର, ସେ ମଧ୍ୟ ଆମ ଢେଙ୍କାନାଳର ଲୋକ। ଓଡିଆ ଆଜ୍ଞା ଶାସ୍ତ୍ରୀୟ ଭାଷା ଉପରେ ବହି ଲେଖି ପୁସ୍ତକ ଲେଖି 5ରୁ ଉର୍ଦ୍ଧ୍ୱ ପୁସ୍ତକ ଲେଖି ସେ ରାଷ୍ଟ୍ରପତି ପୁରସ୍କାର ସ୍ୱରୂପ 5 ଲକ୍ଷ ଟଙ୍କା ପାଇଥିଲେ। ତେଣୁ ଢେଙ୍କାନାଳର ଅବଦାନ ଓଡିଆ ଭାଷା ପାଇଁ ଯଥେଷ୍ଟ। ଆଜ୍ଞା ଧନ୍ୟବାଦ ଆଜ୍ଞା ମ୍ୟାଡାମ। ଆମେ ଏଇଥିରୁ ଜାଣିପାରିଲେ ଯେ ଆମର ଅବଦାନ ବିଷୟରେ ତାପରେ ପରେ ଆପଣ ମଧ୍ୟ କହିଥିଲେ ସାହିତ୍ୟ ହିଁ ସଂସ୍କୃତିର ପରିଚୟ ଦେଇଥାଏ। ସେଥିପାଇଁ ଆମର ସାହିତ୍ୟରେ ଯେମିତି ବ୍ରଜନାଥ ବଡଜେନାଙ୍କର ଅବଦାନ ଅତୁଳନୀୟ ଏବଂ ତାଙ୍କର ଚତୁର ବିନୋଦ ମଧ୍ୟ ଆମ ଓଡିଆ ସାହିତ୍ୟକୁ ବହୁତ ରୁଦ୍ଧିମନ୍ତ କରିଛି। ଆମର ଢେଙ୍କାନାଳ ନାଟ୍ୟ ସାହିତ୍ୟ ଲୋକ କଳା ମଧ୍ୟ ଆମର ଅନନ୍ୟ ପରିଚୟ। ଆପଣ କହିଲେ ଯେ ନାରୀ ଶକ୍ତି କୁ ଆମେ ବହୁତ ଗୁରୁତ୍ୱ ଦେଉ ଆଉ ସେଥିପାଇଁ ଆମର ଗଜଲକ୍ଷ୍ମୀ ପୂଜାକୁ ମଧ୍ୟ ଆମେ ପ୍ରତିପାଦିତ କରୁ। ଆପଣ ମଧ୍ୟ କହିଲେ ଯେ ଅଣାକାର ମହିମା ଧର୍ମ ସମସ୍ତ ଜାତି ଧର୍ମର ଉର୍ଦ୍ଧ୍ୱରେ ଆମକୁ ବିଶ୍ଵସ୍ତରରେ ନେଇକି ପ୍ରସିଦ୍ଧ ସୃଷ୍ଟି କରେଇଛି। ଗଡଜାତ ଆନ୍ଦୋଳନ ସମୟରେ ବାଜି ରାଉତଙ୍କ ତ୍ୟାଗ ସମ୍ବନ୍ଧରେ ମଧ୍ୟ ଆମକୁ ଆଲୋକପାତ କଲେ ଏବଂ ସେଇ ସମୟରେ ଯୋଉ ସତୀ ରାଉତ ରାୟଙ୍କର ଲେଖନୀ ମଧ୍ୟ ଆମ ଓଡିଆ ସାହିତ୍ୟକୁ ଏକ ବଡ ଅବଦାନ। ଶେଷରେ ମୁଁ ଏତିକି କହିବି ଯେ ଆପଣଙ୍କ ଦ୍ଵାରା କୁହାଯାଇଥିବା ଯେ ଢେଙ୍କାନାଳର ଲୋକ ସରଳ ଓ ନିଷ୍କପଟତା ହିଁ ଢେଙ୍କାନାଳର ଅନନ୍ୟ ପରିଚୟ। ଏହି ବର୍ଣ୍ଣନା ଆମକୁ ବହୁତ ଆନନ୍ଦ ଦେଇଛି, ଆମକୁ ଗୌରବ ମନେ କରିବା ପାଇଁ ବାଧ୍ୟ କରିଛି। ଆଉ ଆମେ ଗର୍ବରେ ସେଥିପାଇଁ ଆମେ ଢେଙ୍କାନାଳ ବୋଲି କହିବା ପାଇଁ ବହୁ ଖୁସି ଅନୁଭବ କରୁ। ଧନ୍ୟବାଦ ମ୍ୟାଡାମ। ବର୍ତ୍ତମାନ ମୁଁ ସଦାନନ୍ଦଙ୍କ ପାଖକୁ ଯିବି, ସେ ଆମର ନେକ୍ସଟ କାର୍ଯ୍ୟକ୍ରମକୁ ଧନ୍ୟବାଦ। ଧନ୍ୟବାଦ ସାର୍। ବର୍ତ୍ତମାନ ମୁଁ ପଙ୍କଜ ବାରିକ ସାରଙ୍କୁ ଅନୁରୋଧ କରିବି ସେ ସ୍ୱଳ୍ପରେ ଧନ୍ୟବାଦ ଅର୍ପଣ କରିବେ। ପଙ୍କଜ ବାରିକ ସାର୍।
हेलो हाँ सर कौन सर हाँ आज पंचम ई पाठ्यचक्र को समस्त को स्वागत करने सह गुरुजन मान को भक्तिपूत प्रणाम और लघुजन मान को मोर स्नेह वास्तविक उत्तर में हिमालय ठारू आरंभ कर दक्षिण में कन्याकुमारी पर्यंत लोक मानकर मनसपटे ढेंकानाल ऐतिह्य और संस्कृति उंकी मारुथिव आजिर मुख्य वक्ता महोदया डॉक्टर पुष्पलता रथ को मोर आज पंचम ई पाठ्यचक्र तरफ साधुवाद। वास्तविक मैडम जो कहिबार शैली और उपस्थापना थिला अत्यंत उच्चकोटीर और नियारा जहा महोदय वक्तव्य आमर मनरे थिबा जो अज्ञानता रही से अज्ञानता को निश्चित रूपे दूरीभूत कर। धन्यवाद मैडम। परिशेष में साधुवाद जनइबी आमर ई पाठ्यचक्र पौरोहित्य चिन्मय रंजन कुमार महोदय को संयोजक सदानंद राउत महोदय को एवं समस्त श्रोता मानू जो माने निजर बहुमूल्य समय को यही एक पवित्र कर्म लिप्त करिसेंति। धन्यवाद। धन्यवाद सर। बर्तमान मु निरंजन साहू सर को अनुरोध करी शांति पाठ करी। तो निरंजन साहू सर। हेलो द्यौः शान्तिः अन्तरिक्षं शान्तिः पृथिवी शान्तिः आप शान्तिः औषधयः शान्तिः वनस्पतयः शान्तिः विश्वदेवः शान्तिः ब्रह्म शान्तिः सर्वशान्तिः शान्तिरेव शान्तिः क्षमा शान्तिरेधि। ॐ शान्तिः शान्तिः शान्तिः। सर्वे भवन्तु सुखिनः सर्वे सन्तु निरामयः सर्वे भद्राणि पश्यन्तु मा कश्चित् दुःखभाग् भवेत्। ॐ शान्तिः शान्तिः शान्तिः। धन्यवाद सर। बर्तमान सभापति को अनुरोध करी सभा समस्त को धन्यवाद। मुख्यतः आमर वक्ता को अनेक अनेक शुभेच्छा एवं धन्यवाद एवं समस्त श्रोता मान को धन्यवाद एवं स्वामी विवेकानंद लोक संसद संश्लिष्ट समस्त सदस्य मान को मोर आंतरिक शुभेच्छा और धन्यवाद। वर्तमान सभा सांग धन्यवाद। नमस्कार। नमस्कार मैडम।